I am Damayanti. Welcome to my YouTube channel. ମୁଁ ପିଜି ସିଲାବସ୍ ୱାଇଜ୍ ଆଲୋଚନା କରୁଛି। ତ ଥାର୍ଡ଼ ସେମିଷ୍ଟର ଆମର ପିଜି ସିଲାବସ୍ର ଥାର୍ଡ଼ ସେମିଷ୍ଟର ମୁଁ ଆଲୋଚନା କରୁଛି। ତ ଭୀମା ଭୂୟାଁ ମୁଁ ଆଲୋଚନା କରୁଥିଲି। ପ୍ରଥମ ପରିଚ୍ଛେଦ ମୁଁ ଆଲୋଚନା କରିସାରିଛି ପୂର୍ବ ଭିଡ଼ିଓରେ। ଆପଣମାନେ ପ୍ଲେଲିଷ୍ଟ ଯାଇକି ଚେକିଂ କରିପାରିବେ। ଏବେ ଆମେ ଭୀମା ଭୂୟାଁର ଦ୍ୱିତୀୟ ପରିଚ୍ଛେଦ ଆଲୋଚନା କରିବା। କଥାରେ ଅଛି ରାଜା ବାପ ବ୍ୟବର୍ତ ବା ଦେବାନ ମା, ସେହିପରି ରାଜା ସୂର୍ଯ୍ୟ ବ୍ୟବର୍ତ ଚନ୍ଦ୍ର ବୋଲାଯାଇ ପାରନ୍ତି। ରାଜାଙ୍କ ପ୍ରତିଭାରେ ବ୍ୟବର୍ତା ପ୍ରତିଭାଶାଳୀ, ସେହି ଅନୁକ୍ରମରେ ସେ ଚନ୍ଦ୍ର ଓ ପ୍ରଜାଏ ତାରକାବଳୀ। ଗୋଟିଏ ଚନ୍ଦ୍ର ପାଖରେ ଗୋଟିଏ ତାରା କିଛି ନୁହନ୍ତି। ପୂର୍ଣ୍ଣମୀ ନିଶାରେ ବୁଧ ବୃହସ୍ପତି ହସ୍ତଚିତ୍ରା ନିଷ୍ପ୍ରଭ ପ୍ରାୟ। ତାଙ୍କୁ ଖୋଜି ବାହାର କରିବା କଠିନ। ସେମାନେ ପ୍ରତି ରାତ୍ରରେ ପ୍ରହରୀ ପରି ଥାଏ ଯୁଗ ଯୁଗ ହେଉଥାନ୍ତି। ଚନ୍ଦ୍ର ମାସକେ ପକ୍ଷେ ଦେଖା ଦିଅନ୍ତି। ଦିନେ ପୂର୍ଣ୍ଣ ବୋଲାନ୍ତି ଚନ୍ଦ୍ରକ୍ଷୟ ତିଥି ଘଟାଇ ଲେଖକଙ୍କୁ ଉପାସ ରଖନ୍ତି। ଅଥଚ ତାଙ୍କର ନାମ ନିଶାନାଥ ସୁଧାଂଶୁ ମାଳୀ। ସେ ନାମରେ କୌଣସି ଗ୍ରହ ନକ୍ଷତ୍ର ଅଭିହିତ ନୁହନ୍ତି। ସେଥିପାଇଁ ସେମାନେ ଅଶ୍ରୁ ବିସର୍ଜନ କରନ୍ତି ନାହିଁ କିମ୍ବା ଆପଣା ଦୁଇ କାମ ଛାଡ଼ନ୍ତି ନାହିଁ। ସେହିପରି ବ୍ୟବର୍ତାଙ୍କ ବଡ଼ ପଣିଆରେ ପ୍ରଜାଙ୍କର ବିଦ୍ୱେଷ ନାହିଁ। ନିଜର ରୁଆ ବେହୁଡ଼ା ପଛାଉଥିଲେ ବି ବ୍ୟବର୍ତାଙ୍କ କ୍ଷେତ ଆଗ ପାଗୁଆ କରିବାକୁ କେହି ପଛଘୁଞ୍ଚା ଦିଅନ୍ତି ନାହିଁ। ନିଜର ବିଲ ପଛେ ପଡ଼ିଆ ରହିଯାଉ, ଚାଷ ନ ହଉ, କିନ୍ତୁ ବ୍ୟବର୍ତାଙ୍କ ବିଲକୁ ସମସ୍ତେ ପାଗ କରିବାରେ ବ୍ୟସ୍ତ। ଆପଣା ପଲ ଖଣ୍ଡ ଖଣ୍ଡ ହୋଇ ଯାଇଥିଲେ ବି ବ୍ୟବର୍ତାଙ୍କ ଉଆସ ପାଇଁ ବେଠି କରିବାକୁ କାହାରି ହେଳା ନାହିଁ। ନିଜ ପଲ ଯଦି ଖଣ୍ଡ ଖଣ୍ଡ ହୋଇଯାଉଛି, ଘର କିଛି ନାହିଁ, କିନ୍ତୁ ବ୍ୟବର୍ତାଙ୍କର ଉଆସରେ କାମ କରିବା ପାଇଁ ସମସ୍ତେ ତୀବ୍ର। ତିନି ଓଳି ଉପାସ ଥିଲେ ବି ବ୍ୟବର୍ତାଙ୍କ ଘିଅରେ ଖାଇ ଦୁଧରେ ଆଞ୍ଚେଇବା ଦେଖି କେହି ଧରସର ନୁହେଁ। ଏମାନେ ତିନି ଓଳି ଉପାସ ରହୁଛନ୍ତି, ଖାଇବା ପାଇଁ ପାଉନାହାନ୍ତି, କିନ୍ତୁ ବ୍ୟବର୍ତା ଘରେ ଘିଅରେ ଖାଇବା ଖାଉଛନ୍ତି, ହେଲେ ବି କେହି କିଛି କୁହନ୍ତିନି। ଭୋକରେ ଛୋଟ ଦୋଇ ହେଉଥିଲେ ବି ବ୍ୟବର୍ତାଙ୍କ ଘରେ ନାଟ ହଟରେ କାହାରି ଆପତ୍ତି ନାହିଁ। ପ୍ରଜା ଓ ବ୍ୟବର୍ତାଙ୍କର ଏପରି ପ୍ରଭେଦ, ଭଲ ହଉ ବା ମନ୍ଦ ହଉ, ଏହିପରି ନ୍ୟୁନାଧିକ ଚାଲି ଆସୁଛି। କେହି ବିଧା ମାରି, କେହି ପିଠି ଆଉଁସି କରାଉଛି, କେହି ସିଧା କେହି ବା ବଙ୍କା ବାଟରେ, କେହି ବେଠି କରାଇ, କେହି ବା ପଇସା ଦେଇ, ଏପରି ତାରତମ୍ୟ ରଖି ଆସୁଛନ୍ତି। ଏପରି ପାର୍ଥକ୍ୟ ଭଲ ହେଉ କି ମନ୍ଦ ହଉ,
ଆବଶ୍ୟକ ହଉ କି ନ ହଉ, ତହିଁକି କାହାରି ସୂଚନା ନାହିଁ କି ଭାବନା ନାହିଁ। ଧାଙ୍ଗଡ଼ ଧାଙ୍ଗଡ଼ିଏ ଏ ଗାଁ ସେ ଗାଁ ଚାଙ୍ଗୁ ନାଚ ବୁଲନ୍ତି ଓ ବ୍ୟବର୍ତ୍ତାଙ୍କ ଘର ରମଣୀୟ। ଏଠି ପୁଅ ଝିଅମାନଙ୍କୁ ଧାଙ୍ଗଡ଼ା ଧାଙ୍ଗଡ଼ି କୁହାଯାଇଛି। ତ ସେମାନେ ଚାଙ୍ଗୁ ଲାଞ୍ଚରେ ବୁଲନ୍ତି ଆଉ ବ୍ୟବର୍ତ୍ତାଙ୍କ ଘର ରମଣୀ ମାନେ ଝିଅମାନେ ମଧ୍ୟ ଚାଙ୍ଗୁ ଲାଞ୍ଚ ଯାଆନ୍ତି। ଦେଖିବା, ଅସୂର୍ଯ୍ୟ ପଶ୍ୟା ବୋଲି ଏ ପାଖରେ କି ସେ ପାଖରେ ଘୃଣା କି ତାଡ଼ନା କି ଗଞ୍ଜନା ନାହିଁ। ବ୍ୟବର୍ତ୍ତାଙ୍କର ଯେଉଁ ଅବରୋଧ ପ୍ରଥା ଅଛି ତାହା ମୁସଲମାନ ଆଧିପତ୍ୟରୁ ହୋଇଛି ବୋଲି କଥିତ ହୋଇଥାଏ। କିନ୍ତୁ ରାମଙ୍କର ବନଗମନ ବା କୁରୁ ପାଣ୍ଡବଙ୍କ ଅକ୍ଷୟ ନିଡ଼ାକାଳେ ମୁସଲମାନ ନଥିଲେ କି ତାଙ୍କର ଆଧିପତ୍ୟ ନଥିଲା। ଅଥଚ କୌଶଲ୍ୟାଙ୍କ ଠାରୁ ବିଦାୟ ଗ୍ରହଣ ପାଇଁ ରଘୁନାଥ ଅନ୍ତଃପୁରକୁ ଯାଇଥିଲେ। ପୁଣି ଦୁଶାସନ ଦ୍ରୌପଦୀଙ୍କୁ ଅନ୍ତଃପୁରରୁ ଝିଙ୍କି ଘୋଷାଡ଼ି ନେଇଥିଲା। ଏହା ପ୍ରକୃତ ହଉ କି କାଳ୍ପନିକ ହଉ, ବାଲ୍ମୀକି ବେଦବ୍ୟାସ ଏହା ଲେଖିଥାନ୍ତୁ କି ରାମାୟଣ ମହାଭାରତରେ ଏହା କେହି ତାଳି ପକାଇଥାଉ ବା ଗୁଞ୍ଜା ଦେଇଥାଉ, ଋଷି ବଚନରୁ ହେଉ କି ଉତ୍ପୀଡ଼ନରୁ ହେଉ, ଏ ପ୍ରଥା ଚଳି ଆସୁଛି। ଏହା ନ ମାନି ଦ୍ରାବିଡ଼ ମହାରାଷ୍ଟ୍ରବାସୀଏ ହିନ୍ଦୁ ହୁଅନ୍ତୁ ନ ହୁଅନ୍ତୁ, ଯେଉଁଠାରେ ରାଜା ବ୍ୟବର୍ତ୍ତ ଶ୍ରୀ ପଟ୍ଟନାୟକ ପ୍ରଭୃତିଙ୍କର ଛୁଅ ବହୁଏ କଣରେ ଥାନ୍ତି, ସେହିଠାରେ ହାଟରେ ଅଧହାଟେ ମାଇପେ ଦେଖାଯାନ୍ତି। ମାନେ ବ୍ୟବର୍ତ୍ତାଙ୍କ ବହୁ ଝିଅ ଯେଉଁଠି ଥାନ୍ତି ସେଇଠି ବହୁତ ଲୋକ ଭିଡ଼ ହୁଅନ୍ତି। ବିଲ ବାରିରେ ବାଟରେ ଘାଟରେ ମଣିଷଙ୍କ ସଙ୍ଗେ କାମଦାମ କରୁଥାନ୍ତି, ଆତଯାତ ହେଉଥାନ୍ତି। ପୁଣି ଯେଉଁ ଛୋଟରାୟ ଛାୟଗୁରୁ ଛାମୁ ପଟ୍ଟନାୟକ, ଛପଟ ସିଂହ, ଚମ୍ପଟି ସିଂହ ସାହୁ ମହାଜନଙ୍କ ସ୍ତ୍ରୀ କନ୍ୟା ପୁତ୍ରବଧୂ ସାତଖଞ୍ଜା ଭିତରେ ଥାନ୍ତି, ତାଙ୍କର ତିନି ପୁରୁଷିଆ ଖୁଡ଼ୀ, ଦେଠେଇ, ଭାଉଜ, ଭାଇ ବୋହୂ, ଭଉଣୀ, ଭାଣିଜୀ, ଭଣଜା ବୋହୂ ପ୍ରଭୃତି ବାଟରେ ଘାଟରେ ଦେଖାଯାଇଥାନ୍ତି। ତହିଁରେ କିଛି ଯାଏ ନାହିଁ କି ଆସେ ନାହିଁ। ଅଧିକ କି ସାଧୁ ସର୍ଦ୍ଦାରର ଘର ଯେଉଁ ରାଜ୍ୟରେ ସେ ରାଜ୍ୟର ବର୍ତ୍ତମାନ ବ୍ୟବର୍ତ୍ତ ଆବାଲର ପ୍ରତିଭା ବଳ ଦେଖାଇ କ୍ରମୋନ୍ନତି ସୋପାନର ବିଭାଗରେ ବ୍ୟବର୍ତ୍ତା ପଦାରୂଢ଼। ଏହାକୁ ଗର୍ଭିଣୀ ଗାଈ ବାଟ ଛାଡ଼େ। ହେଲା, ବ୍ୟବର୍ତ୍ତା ଘରର ଲୋକମାନଙ୍କୁ ଗର୍ଭିଣୀ ଗାଈ ମଧ୍ୟ ବାଟ ଛାଡ଼େ। ରାଜ୍ୟର ରାଜା ଏହାଙ୍କର କରତଳସ୍ଥ କାଷ୍ଠ ପିତଳିକା। ଏକା ପାହାରୀ ବାବାଜୀଙ୍କର ଛଡ଼ା ଏ ଆଉ କାହାକୁ ମଣିଷ ବୋଲି ଗଣନ୍ତି ନାହିଁ। ବାବାଜୀ ପରମାରାଧ୍ୟ ଗୁରୁ, ରଜା ମନ୍ତ୍ରୀ ବୈଦ୍ୟ ଏହା ବୋଲି ଯେ ସେ ଖରାଖିଆ
ମହାଦେବଙ୍କ ନିକଟ ଜଙ୍ଗଲରେ ବାବାଜୀଙ୍କ ସାଙ୍ଗରେ ରୁହନ୍ତି ତା ନୁହେଁ। ବାବାଜୀଙ୍କ ଆସ୍ଥାନରୁ ପ୍ରାୟ 1.5 ପା ବାଟରେ ବେବର୍ତ୍ତାଙ୍କ ଉଆସ। ଗୋଡ଼ ପରି ଖାଇ ଉଚ୍ଚ ପାଚେରୀ ନଥିଲେ ହେଁ ବେବର୍ତ୍ତାଙ୍କର ଉଚ୍ଚ ପିଣ୍ଡା, ବଡ଼ ବଡ଼ ଧୂଳିଆ ଘରର 5 ପୁରୁଷ ସଳେଇ ଖଞ୍ଜା। ଦେଖିଲେ କୌଣସି ଭ୍ରମ ହେବାର ନାହିଁ। ଧବା ଭଣ୍ଡାରୀ, କରଣ, ବ୍ରାହ୍ମଣ, ସାହୁ, ମହାଜନ ପ୍ରଭୃତିଙ୍କ ଘର ମଧ୍ୟରେ ତାଙ୍କର ଘର। ତାରା ମଣ୍ଡଳୀର ଚନ୍ଦ୍ର, କମଳା, ବିମଳା ପ୍ରଭୃତିଙ୍କ ମନ୍ଦିର ମଧ୍ୟରେ ବଡ଼ ଦେଉଳ ପରି ବିରାଜୁଅଛି। ତହିଁରେ ପୁଣି ଚଉପାଢ଼ୀ ଉପରେ ତଳେ କେତେ ବ୍ରାହ୍ମଣେ, କେତେ ପଣ୍ଡିତେ, କେତେ ଭଲ ଲୋକିଆ, କେତେ ଗୁହାରିଆ ବସିଛନ୍ତି। କାବୁଲି, ବନାରସୀ, ମହାଜନ, ସୌଦାଗର ମଧ୍ୟ ଅଭାବ ନାହାନ୍ତି। ଏଠାରେ ସବୁବେଳେ ଯେତେ ଲୋକ, ରାଜଦ୍ୱାରେ ସେପରି କ୍ୱଚିତ୍ ଦେଖାଯାନ୍ତି। ଏତେ ଲୋକେ ଅଛନ୍ତି, କିନ୍ତୁ ବର୍ତ୍ତମାନ ବେବର୍ତ୍ତା ନାହାନ୍ତି। ସେ ଥିଲେ ବି ବେବର୍ତ୍ତାଙ୍କ ଭିତର କଥା ଜଣାଯାଇ ନପାରେ। ସେ ପ୍ରକୃତ ଭଲ କି ମନ୍ଦ ପ୍ରକାଶ ହୋଇ ନପାରେ। କାରଣ ଯାହାର ଯେପରି ଭାବନା ତାକୁ ବେବର୍ତ୍ତ ସେପରି ସେ କେତେ ଲୋକଙ୍କୁ କଠୋର ଦଣ୍ଡ ଦେଇଛନ୍ତି, କେତେ ଲୋକଙ୍କୁ ଅନ୍ନବସ୍ତ୍ର ଦେଉଛନ୍ତି, କେତେ କଥା ଗୋପନ କରିଦେବାକୁ ବାଧ୍ୟ। ପୁଣି କେତେକ ସ୍ଥଳେ ସ୍ପଷ୍ଟ କଥା ନ ହେଲେ ନ ଚଳେ। ଉପସ୍ଥିତ ଲୋକଙ୍କ ମଧ୍ୟରୁ କେତେ ନିରାଶ ହୋଇ ଫେରିବେ, କେତେ ବା ଆଶା ପଛେ ପଛେ ଦୌଡ଼ିବାକୁ ଛାଡ଼ିବେ ନାହିଁ। କେହି କେହି ବା କାନ୍ଦି କାନ୍ଦି ଯିବେ, କେହି କେହି ବା ହସି ହସି ଯିବେ। ଏଥିପାଇଁ ବେବର୍ତ୍ତ ଦୋଷୀ କି ନିର୍ଦ୍ଦୋଷ, ଭଲ କି ମନ୍ଦ, ନଡ଼ିଆ କି ଆମ୍ବ ଠିକ୍ କରି ବୋଲାଯାଇ ନପାରେ। ସୁତରାଂ ଭିତର କଥା ଜାଣିବା ନିତାନ୍ତ ପ୍ରୟୋଜନ। କାରଣ ନଡ଼ିଆର ପାଣି କି ଆମ୍ବର ଟାକୁଆ ବାହାରୁ ଦେଖାଯାଏ ନାହିଁ। ଅନ୍ତଃପୁରରେ ବେବର୍ତ୍ତାଙ୍କ ଭିତରେ କଥା ଜଣାଯିବା ସମ୍ଭାବନା, କିନ୍ତୁ ବାହାରୁ ଉଆସ ଆଶାପ୍ରଦ ଦେଖାଯାଉ ନାହିଁ। ଗେରଦର 3 ପାଖେ ମୋଟ ମୋଟ ଉଚ୍ଚ ଉଚ୍ଚ ଶାଳ କାଠର ଘଞ୍ଚା ଘଞ୍ଚା ବେଢ଼ା। ପିମ୍ପୁଡ଼ି ଗଳି ପାରିବ ନାହିଁ କି ହାତୀ ଭାଙ୍ଗି ପାରିବ ନାହିଁ। କେବଳ ଦକ୍ଷିଣ ଦିଗରେ ସେପରି ବେଢ଼ା ନାହିଁ। ପୂର୍ବ ଦିଗ ଖୋଳା। ସେଠାରେ ହଳିଆ, ଗମାରି ପ୍ରଭୃତି ଗଣ୍ଡା ଗଣ୍ଡା। ପଶ୍ଚିମ ଦିଗସ୍ଥ ପାଗାରେ ଘାସିଆର ସଇସ ସୁଆର ପଲ ପଲ। ଉତ୍ତର ଦିଗେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ବାରି ପୋଖରୀ। ଏହିପରି ପରିବେଷ୍ଟିତ ହୋଇ ଯେ 5 ଖଞ୍ଜା ଅଛି, ତାହାର ମଝି ଖଞ୍ଜା ଅନ୍ତଃପୁର। ସବୁ ଖଞ୍ଜା ସଳେଇ। ଖଞ୍ଜା ସବୁ ପ୍ରତିରେ 3 3 ବଖରା, ଖଲୁରୀ ସଙ୍ଗେ ଦୀର୍ଘରେ 5 5 ବଖରା ନେଇ ଏକ ଖଞ୍ଜା ନୁହେଁ। ଏଥିରେ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଘର ସବୁରି ମଥାନ ଶ୍ରେଣୀ ମିଳି ନଙ୍ଘାମରି ଚାରିଆଡ଼େ 5 ବଖରା ଲେଖାଏଁ। ଚଉପାଢ଼ୀ ଛଡ଼ା ଆଉ ସବୁ ଘର ଭିତର ଓ ଦୁଆର ମୁହଁଠାରୁ ପିଣ୍ଡା ଉଚ୍ଚ ଉଚ୍ଚ। ଉପରେ ଆଟୁ
ଏକ ଖଞ୍ଜାରୁ ଅନ୍ୟ ଖଞ୍ଜାକୁ ଗୋଟିଏରୁ ଦିଇଟି ବାଟ ନାହିଁ ଯେ ଗୋଟିଏ ଦିଇଟି ଖିଡ଼ିକି ଅଛି ତହିଁରେ ଗବାକ୍ଷ ନାମ ସାର୍ଥକ। ପୁଣି ସେ ସବୁ ଫୁଲ ପତ୍ର, ହାତୀ, ଘୋଡ଼ା, ବାଘ, ଭାଲୁ, ନର ନାରୀ ଚିତ୍ରରେ ପୂର୍ଣ୍ଣ ବିନ୍ଧାଣୀଙ୍କ ଗୁଣ ଦେଖିବା। କି ବିଶୁଦ୍ଧ ବାୟୁ ସଞ୍ଚାଳନ ପାଇଁ ଏ ଜଳା କବାଟଟି ସବୁ ଅଛି ତାହା ବ୍ୟବର୍ତ୍ତା ଜାଣନ୍ତି। ଅଜ୍ଞାନାନନ୍ଦ ବାତଚେର ପରି ଆଚରଣ କରୁଥିଲେ ତହିଁପାଇଁ ବିନ୍ଧାଣୀ ଦୋଷୀ ନ ହେଇପାରେ। ଏ ଯଦି ବାୟୁ ସଞ୍ଚାଳନ ଉପଦେଶ୍ୟରେ ହୋଇଥାଏ ତେବେ ଗୃହ ମଧ୍ୟରେ ଛଣା ସୁଦ୍ଧା ପଣା ମିଳୁଥିବାର ବୋଧହୁଏ। କାରଣ ସ୍ୱାସ୍ଥ୍ୟ ପାଇଁ ବଡ଼ ବଡ଼ ଖିଡ଼ିକି, ଜାନାଲା, ଖଡ଼ଖଡ଼ିଆ ପ୍ରଭୃତି ବିଜ୍ଞାନ ଲୋଡ଼ୁଥିଲେ ହେଁ ଏହା ବ୍ୟବର୍ତ୍ତ ବା ଅନ୍ୟ କାହାରି ଘରେ ଦେଖାଶୁଣା ନାହିଁ। ସେ ସବୁ ଲୋଡ଼ା ଥିଲା ପରି ଜଣାପଡ଼ୁନାହିଁ। କାରଣ ରାଜ୍ୟରେ ସ୍ୱର୍ଗୀୟ ଚନ୍ଦ୍ରଶେଖର ବା ପଠାଣି ସାମନ୍ତଙ୍କ ପରି ପାଟଯୋଶୀ, ପଦ୍ୟାଳଙ୍କାର, ତର୍କାଳଙ୍କାର ପଣ୍ଡିତ ବା ବ୍ୟବର୍ତ୍ତାଙ୍କ ପରି ହୃଷ୍ଟପୃଷ୍ଟ ସବଳ ଧନୁର୍ଦ୍ଧର ଲୋକଙ୍କର ଅଭାବ ନାହିଁ। ସବୁବେଳେ ଜୀର୍ଣ୍ଣ ଶୀର୍ଣ୍ଣ କଳେବରର ଧାରଣ ପାଇଁ ଡାକ୍ତର ବୈଦ୍ୟଙ୍କର ବ୍ୟବସ୍ଥା ଘେନି ପଥି ଧାରଣାରେ ଚଳିବାକୁ ହେଉନାହିଁ। ବରଂ କଞ୍ଚା ଦରସିଝା ଖାଇ ଲୋକେ ହସୁ ହସୁ ଭୁସୁ ଭୁସୁ ହୋଇ ବୁଲୁଛନ୍ତି। ସେହି ଯାହା ହଉ, ଦେଉଳ ଉପରେ ଠାକୁରାଣୀଙ୍କ ଆୟୁଧ ଚିତ୍ର ତ୍ରିଶୂଳ ପରି ବ୍ୟବର୍ତ୍ତାଙ୍କର ଯଥେଷ୍ଟ, ପତିହାରୀଙ୍କର କଟକଣା। ପୁର ବାହାରେ ଗଣ୍ଡା ଗଣ୍ଡା ଭେଣ୍ଡା ପାଇକେ ଖଣ୍ଡା ବା ଦଣ୍ଡା ଧରି ବୁଲୁଛନ୍ତି। ଭିତରକୁ ପତିହାରୀଏ ଗୋତ୍ର ବୁଢ଼ା ଲୋକ। କିନ୍ତୁ ସ୍ତ୍ରୀ ପ୍ରହରୀଙ୍କ ବେଳକୁ ଅନ୍ୟ ପ୍ରକାରର। ବାହାରେ ଦନ୍ତହୀନ ଶୁଭ୍ରକେଶୀଏ। ଭିତରକୁ କ୍ରମେ ଯୁବତୀଏ। ସ୍ତ୍ରୀ ପୁରୁଷଙ୍କ ମିଳନ ସ୍ଥଳରେ ଏକ ଦିଗରେ ନିତାନ୍ତ ବୃଦ୍ଧ, ଅପର ଦିଗରେ ଅତି ବୃଦ୍ଧା। ସୁତରାଂ ବ୍ୟବର୍ତ୍ତାଙ୍କର ଭାଇ ବନ୍ଧୁଙ୍କ ସ୍ତ୍ରୀ ଲୋକେ ଅନ୍ତଃପୁରବାସିନୀ ହେଉନ୍ତୁ ବା ନ ହେଉନ୍ତୁ, ବାହାର କଥା ପଦକ ରଣବାଜ ସିଂହ, ରାଉତରାୟ ପ୍ରଭୃତିଙ୍କଠାରୁ ଯାଇ ରସକଳା, ଚିତ୍ରକଳା, ରମିତକ୍ଷୀଙ୍କ ତୁଣ୍ଡରେ ବ୍ୟବର୍ତ୍ତଣୀଙ୍କଠାରେ ପହୁଞ୍ଚେ। ଏହା ଭଲ କି ମନ୍ଦ ତାହା ରାଜା ବା ତାଙ୍କର ବ୍ୟବର୍ତ୍ତା ଜାଣନ୍ତି। ତେବେ ଯେ ଅନ୍ତଃପୁରରେ ଥାଇ ଅନ୍ୟ ସ୍ତ୍ରୀ ପୁରୁଷ ଦେଖିବାକୁ ପାଆନ୍ତି ନାହିଁ, ସେମାନେ ହାଟୁଆଣୀ, ବାରବୁଲି ପ୍ରଭୃତିଙ୍କ ପରି ଚତୁରା ନୁହନ୍ତି କି ସତକୁ ମିଛ, ମିଛକୁ ସତ କରନ୍ତି ନାହିଁ। ପୁଣି କେହି ଆପଣା ମତାମତକୁ ଅନ୍ତଃପୁରବାସୀଙ୍କର ବୋଲି ପ୍ରକାଶ କରି
ଇହ କାଳରେ ବୈତରଣୀ ପାର ହୋଇଥାନ୍ତି। ଏପରି କଟକଣା ଥିଲେ ମଧ୍ୟ କାନ୍ଥ ବାଡ଼ର ଆଖି କାନ ଥିବାର କଥିତ ହୁଏ। ପୁଣି ପଣଧାଇ ମୁଦୁସୁଲୀଙ୍କ ମଧୁର କେତେ ବ୍ୟବର୍ତାଙ୍କ ଉଆସ ଛାଡ଼ି ଚାଲିଯାଆନ୍ତି ଓ ଯାଉଛନ୍ତି। ସେମାନେ କେତେ କଥା କହି ବୁଲୁଛନ୍ତି, କିନ୍ତୁ କେହି ଶପଥ କି ସତ୍ୟପ୍ରତିଜ୍ଞା କରି କିଛି କହୁନାହିଁ। ସୁତରାଂ ସେ ସବୁ କଥା କେତେ ଦୂରର ବିଶ୍ୱାସ ଯୋଗ୍ୟ ବୋଲାଯାଇ ନପାରେ। ଏପରି କଥା ଅନେକ ସତ ହୋଇଥାଏ, ଅନେକ ବି ମିଛ ହୋଇଥାଏ। ସେ ଯାହା ହଉ, ରାଜା କରଗତ ଥିବାରୁ ସେ କଥାକୁ ବ୍ୟବର୍ତାଙ୍କର ସୂଚନା ନାହିଁ। କିନ୍ତୁ ଏହାର ଫଳାଫଳ ଯିବାର ନୁହେଁ। ଗୁଡ଼ ଅନ୍ଧାରରେ ଖାଇଲେ ଗୁଡ଼ ଓ ଅଲୁଅରେ ଖାଇଲେ ଗୁଡ଼। ଧର୍ମଦ୍ୱାରେ ଯେ ପାଞ୍ଜି ଲେଖା ହେଉଛି, ତହିଁରେ ସାନ ବଡ଼ ପାପ ପୁଣ୍ୟ ସବୁ ବସୁଛି। ପୁଣି ସେହି ଅନୁସାରେ ଫଳାଫଳ ବାହାରୁଛି। ଚୋର ଘରେ ନିତି ଅନ୍ଧାର ହେଉନାହିଁ। ସୁତରାଂ ଶୁଣା କଥାରେ ସତ ମିଛ ଆପେ ପ୍ରକାଶ ପାଉଥିବ। ବର୍ତ୍ତମାନ ବ୍ୟବର୍ତଣୀଙ୍କର ନିରୋଳ କଥା ଯାହା ଶୁଣାଯାଉଅଛି, ତାହା ଲେଖାଯାଉଅଛି। ତାହାର ସତ୍ୟତା ପ୍ରମାଣ ହେଲାରୁ ବ୍ୟବର୍ତାଙ୍କ ସ୍ୱଭାବ, ଚରିତ, ବୁଦ୍ଧି, ବିଦ୍ୟା, କଳକୌଶଳ ବୁଝାଯିବ। ମଝିପୁରରେ ବ୍ୟବର୍ତାଣୀ ବସିଛନ୍ତି। ବ୍ୟବର୍ତାଣୀ କୋଉଠି ବସିଛନ୍ତି? ମଝିପୁରରେ। ରାମୀ, ସାମୀ, ପାରି, ସାରି ପ୍ରଭୃତି ଏଣେ ତେଣେ ଯିବା ଆସିବା କରୁଛନ୍ତି। କିଏ? ରାମୀ, ସାମୀ, ପାରି ପ୍ରଭୃତି। ଏଗୁଡ଼ିକ ମନେ ରଖିବେ। କାମ କିଛି ନାହିଁ, ତଥାପି ନହର ପହର ନ ହେଲେ ନ ଚଳେ। ତାଙ୍କର କିଛି କାମ ନଥାଏ, ହେଲେ ବି ସେଠି ନହର ପହର ହେଉଥାନ୍ତି। ତାହାର କାରଣ ବା ଉଦ୍ଦେଶ୍ୟ ସେମାନେ ନିଜେ ଜାଣୁଥିବେ। କିନ୍ତୁ ବ୍ୟବର୍ତଣୀଙ୍କ ନିକଟରେ କେହି ସୁଦ୍ଧା ପାନବଟା ବା ପିକଦାନୀ ଧରି ନାହାନ୍ତି। କେବଳ 2 ଜଣ ବୁଢ଼ୀ ବସିଛନ୍ତି। ସେମାନଙ୍କ ତୁଣ୍ଡ ହଲିବାକୁ ନାହିଁ। ସେ ଦୁହେଁ ବ୍ୟବର୍ତାଣୀଙ୍କର ବାପ ଘରୁ ଆସିଛନ୍ତି। ଯେ ଆଜ୍ଞା ହେବ କେବଳ ତାହା ଅନ୍ୟକୁ ଜଣାଇ ଦେବା ପାଇଁ ସେ ଦୁହେଁ ଉପବିଷ୍ଟ। ଯାହା ସେମାନେ ଆଜ୍ଞା କରିବେ ତାହା ଜଣାଇବେ ଅନ୍ୟକୁ। ବ୍ୟବର୍ତ ଝଲାମାଳି ମୁଣ୍ଡରେ ଲଗାଇଲାରୁ ବ୍ୟବର୍ତଣୀ କହିଲେ, ଯେତେବେଳେ ବ୍ୟବର୍ତ ଝଲାମାଳି ମୁଣ୍ଡରେ ଲଗାଇଲା, ସେତେବେଳେ ବ୍ୟବର୍ତାଣୀ କହୁଛନ୍ତି, ନଅରରେ ଆଉ ବାବାଜୀଙ୍କର କତିରେ ତ ଦିନରାତି କେତେବେଳେ ବଣାକଣା ହୋଇ ଟିକିଏ ଭିତରକୁ ଅଇଲେ ଖାଲି କ'ଣ ମାଳି ଧରି ତୁନି ହୋଇ ମୁନି ପରିଥିବ? ବ୍ୟବର୍ତା କହୁଛନ୍ତି, ତୁମ କଥା ଆଗେ ଶୁଣେ। ବ୍ୟବର୍ତାଣୀ କହୁଛନ୍ତି, ମୋହରି କଥା ମୁଁ କହୁଛି। କ'ଣ କହୁଛନ୍ତି? ମୋହରି କଥା ମୁଁ କହୁଛି। କହ୍ନା ଲାଗି ସିନା ଗାଈ ଗୁହାଳ, ତମ କଥା ସିନା କହୁଛନ୍ତି। ବ୍ୟବର୍ତ କହୁଛନ୍ତି, ମୋ କଥା କହିଲେ କ'ଣ ହବ? ବ୍ୟବର୍ତାଣୀ କହୁଛନ୍ତି,
ଆମ ଭିତରେ କିଛି ହେବ ନାହିଁ ବୋଲି କିଏ ନ ଜାଣେ, କିଛି ନହିବ ବୋଲି କିଛି ଶୁଣିବା ବି ନାହିଁ କହୁଛନ୍ତି। ଆମ ଭିତରେ କିଛି ନ ହେବ ବୋଲି ଆମେ କିଛି ଶୁଣିବା ବି ନାହିଁ। ବ୍ୟବର୍ଥା ଶୁଣିଲେ କ'ଣ ମିଳିବ? ବ୍ୟବର୍ତାଣୀ କିଛି ନ ମିଳିଲେ କି କିଛି ଶୁଣିବାର ନୁହେଁ। ବ୍ୟବର୍ତା କେତେ କଥା ଅଛି, କେଉଁ କଥାକୁ ମନ ହେଉଛି? ବ୍ୟବର୍ତା ସବୁ କଥା। ବ୍ୟବର୍ତା ସବୁ କଥା କୁହାଯାଇପାରେ କି? ବ୍ୟବର୍ତାଣୀ ସବୁ କଥା କହିଲେ କିଏ ଶୁଣୁଛି? ଆଉ ତ କେହି ନାହିଁ। ଏହି ଦରମଲା ବୁଢ଼ୀ ଦିଟା 7 କବାଟ ଡେଇଁ ଦାଣ୍ଡରେ ଏ କିଛି କହିବାକୁ ଯାଉଛନ୍ତି ନା ମୁଁ ଯାଉଛି? ବ୍ୟବର୍ତା ତା ନୁହେଁ ଯେ। ବ୍ୟବର୍ତାଣୀ ତେବେ କି ମୋତେ ପତିଆର ନାହିଁ? ମୋ ଦେହ କିଛି ହେବ ବି ନାହିଁ। ବ୍ୟବର୍ତା ମୁଁ ଯାହା କହୁଛି ତାହା ଆଗେ ଶୁଣ। ବ୍ୟବର୍ତାଣୀ କ'ଣ କହୁଛ କୁହ? ବ୍ୟବର୍ତା କେତେ କଥା ଅଛି, ସବୁ କହିଲା ବେଳକୁ ଦିନ ରାତି ଅଣ୍ଟିବ ନାହିଁ। ତେବେ ଯେଉଁ କଥାକୁ ତମର ମନ ହୋଇବ ସେ କଥା କହିଲେ ସିନା ହେବ। ବ୍ୟବର୍ତାଣୀ ଯେଉଁଥିପାଇଁ ବାବାଜୀଙ୍କ ସାଙ୍ଗରେ ଏତେ ଦିନ ହେଲା ଲାଗିଥିଲ? ବ୍ୟବର୍ତା ଆଜି ରାତି କଥା ଠିକ୍ ହୋଇଗଲା, କାଲି କଥା ଦେଖାଯାଉ। ବ୍ୟବର୍ତାଣୀ କ'ଣ କିପରି ହେବ? ବ୍ୟବର୍ତା ଆଜି ରାତିରେ ରାଜାଙ୍କ ଉପରେ ନିଶି ମହାଗ୍ରହଙ୍କର ଭାରି ଉତ୍ପାତ ହେବ। ବ୍ୟବର୍ତାଣୀ ଉତ୍ପାତ ହେବା କଥା ତ ପାଟପକ୍ଷୀ ଆଗରୁ କହିଥିଲେ। କ'ଣ କ'ଣ ହେବ ତାହା କିଛି ବାବାଜୀ କହିଲେ? ବ୍ୟବର୍ତା ବାବାଜୀ କହିଲେ ଅଧରାତି ଉତ୍ତାରୁ ଘରେ ଦୁମ୍ ଦୁମ୍ ଶବ୍ଦ ହେବ, ରାଜାଙ୍କ ପଲଙ୍କ ଦୋହଲିବ। ସାବଧାନ ନ ରହିଲେ ରାଜାଙ୍କର ଭାରି ଶାରୀରିକ ଓ ମାନସିକ ଅନିଷ୍ଟ ହେବ। ଏ ଅନିଷ୍ଟ ନ ହେବା ପାଇଁ ବ୍ୟବସ୍ଥା କରାଯାଉଛି। ଦନେଇ ଖିଲିମତିଆ ନିଜେ ବାବାଜୀଙ୍କ ମୁହଁରୁ ଶୁଣିଥିଲା, ନିଜେ ରାଜାଙ୍କୁ ଜଣାଇବ। ବ୍ୟବର୍ତାଣୀ ସବୁ ହୋଇପାରିବ ତ? ବ୍ୟବର୍ତା ଯାହା ଯେପରି କହିବାକୁ ହେବ ବାରମ୍ବାର ପାଖ ଲୋକଙ୍କୁ ବତେଇ ଦିଆଯାଉଛି, ଟଙ୍କା ବି ଦିଆଯାଇଅଛି। କିଛି ଟିକିଏ ଆଡ଼ବାକ ହେଲେ ସଭିଙ୍କି ଗୋଟି ଗୋଟି କରି ଆଉ ଶୂଳୀରେ ଚଢ଼ାଇବି ନାହିଁ। ବ୍ୟବର୍ତାଣୀ ଏହା କହୁଛ ପୁଣି କହୁଛ ଯେ ସାବଧାନ ରହିବା ପାଇଁ ରାଜାଙ୍କଠାକୁ ଖବର ଗଲା। ବ୍ୟବର୍ତା ଶୋଇଲା ବେଳେ ଲାଗି ହେବା ପାଇଁ ଓ ଘରେ ପକାଇବା ପାଇଁ ବାବାଜୀ ଯେ ପଞ୍ଚାମୃତ ପଠାଇବେ, ତହିଁରେ ଗଞ୍ଜେଇ ଅରକ ଦେବେ। ବ୍ୟବର୍ତାଣୀ ଧନ୍ୟ ତୁମେ, ଦେଖିଲା ପରି ତମ ବାପା ମା ଏପରି ନା ଦେଇଛନ୍ତି। ମଣିଷର ସିନା 2ଟା ଆଖି, ସତକୁ ସତ ତୁମର 3ଟା ଆଖି। ବ୍ୟବର୍ତା ଆଚ୍ଛା ସତେ? ଯାହା ହେବାର ହେବ। ନଅର ବିଷୟୀଙ୍କର ଯେ ଘର ପଡ଼ିଗଲା, ତହିଁକି ତମେ କି କଲ? ବ୍ୟବର୍ତାଣୀ ହଁ ସତେ ତ, ସେ ଗୋଟାଏ କଥା ଅଛି। ଚମ୍ପା ମା ବୁଢ଼ୀକି ପଠାଇଥିଲା, ସେ ଅନେକ ବଧଶୋଧ କରି କହି ଅଇଲା। ଡାଲି ଚାଉଳ ଘିଅ ତେଲ ଲୁଣ ସବୁ ଜିନିଷ ପଠାଇ ଦେଇଛି। ବ୍ୟବର୍ତା ଠିକ୍ ହୋଇଛି। ମୋ ବୁଦ୍ଧିରୁ ତମ ବୁଦ୍ଧିଟା କମ୍ ହେଲା କ'ଣ? ସମସ୍ତେ ଜାଣନ୍ତି ଯେ ତ୍ରିଲୋଚନଙ୍କ ସ୍ତ୍ରୀ ସ୍ତ୍ରୀଲୋଚନୀ। ବ୍ୟବର୍ତାଣୀ ମୁଁ କ'ଣ ଗୁଡ଼ାଏ କରି ପକାଇଲି କି? ବ୍ୟବର୍ତା
ତୁମ୍ଭେ ଜାଣ ଯେ ମୁଁ ଘର ପଡ଼େଇ ଦେଇଛି, କି କରିବାକୁ ହେବ ତମକୁ କିଛି କହିପାରି ନଥିଲି। ତେବେ ବସି ଯହିଁରେ ମୋ କଥା ଶୁଣା ନ ପଡ଼ିବ, ଆଉ ସାହି ଲୋକ ଭଲ କହିବେ, ସେସବୁ ଆପେ ଆପେ କଲା ଆଉ ବେଶୀ କ'ଣ କରନ୍ତେ କି? ମାନେ ସେ ହିଁ ଘର ପଡ଼େଇଛି ବେବର୍ତ୍ତା, କିନ୍ତୁ ବେବର୍ତ୍ତାଣି ଚାଉଳ ଡାଲି ସବୁ ଦେଉଛି। ବେବର୍ତ୍ତାଣି ନ କଲେ ହୁଅନ୍ତା କିପରି? ତାହା ଘରେ ବନ୍ଧୁ କରିବାକୁ ଏତେ କଥା। ତୁମ୍ଭର ମେଣି ପରେ ଯାହା ହଉ ଯାହା କଲି, ତାହା ନ କରିଥିଲେ ଯେ ବୋହୂ ହୋଇ ଆସିବ, ତାହା ମୁହଁକୁ ଚାହିଁବି କିପରି? ସେ ବା ମନେ କରିବ କ'ଣ? ବେବର୍ତ୍ତା ବଡ଼ ଭାଇ ତ ରାଜି ହେଲାଣି, ତେବେ ବି ଚନ୍ଦ୍ରା ହାଁ ଟାଣ ଭାଙ୍ଗୁନାହିଁ। ତା ସାଙ୍ଗକୁ ତା ମା ରାଣ୍ଡି ମିଶିଛି। ସେ ଦୁହେଁ ଗାଜି ନହିବା ଯାଏ କ'ଣ ହେଲେଣି? ବେବର୍ତ୍ତାଣି ତମକୁ ସେ ପାରିବେ। ଘର ପଡ଼ିଗଲାଣି, ଏଣିକି ସଭିଏଁ ନଇଁ ପଡ଼ିବେ ଯେ। ଯେବେ ଆଜି କଥାରେ ଭଲରେ ହୋଇଯାଏ, ରାଜା ବି ଆଉ ତୁନି ହୋଇ ରହିପାରିବେ ନାହିଁ। ବେବର୍ତ୍ତା ହାତଗଣ୍ଠି ନ ପଡ଼ିବା ଯାଏ ପତିଆରା କ'ଣ? ସମସ୍ତେ କହନ୍ତି ବରକନ୍ୟା ପ୍ରଜାପତି ଘଟସୂତ୍ର କଥା। ଆମ୍ଭେ ତ ତାହା ମାନୁ ନ ଥାଇ, ଦେଖାଯାଉ କି ହେଉଛି। ବେବର୍ତ୍ତାଣି ଜାତି ମାନ ମର୍ଯ୍ୟାଦା ଧନ ଦୌଲତ ଭିତରୁ କେଉଁଥିରେ ମୋ ବାପ ଘର ହାଳିକି ତା ଘର ବଡ଼ ଯେ ସେଠି ବନ୍ଧ କରିବାକୁ ଏତେ ଜିଦି ଲାଗିଛି? ବେବର୍ତ୍ତା ଏ କଥା ମୋତେ ପଚାରୁଛ? ଦେଖୁନାହଁ ଯେ ତୁମ୍ଭ ବାପ ଘର ଏ ରାଜ୍ୟରେ ନୁହେଁ, ତା ଘରୁ କାଳେ କାଳେ ବେବର୍ତ୍ତା ହୋଇ ଆସୁଥିଲେ। ମୁଁ ବୋଲି ତାହା ଭାଙ୍ଗିଲି। ତେବେ ବି ରାଜ୍ୟ ଲୋକେ ତା ଘରକୁ ମାନୁଛନ୍ତି। ବାହାଘରେ ଘୋଡ଼ା ପାଲିଙ୍କି ଦାନ ଯୌତୁକ ମିଳିବ ନାହିଁ ସତ, ଆଉ ଯେ ଲାଭ, ତାହା ତୁମକୁ ପୁଣି ବୁଝାଇବାକୁ ହେବ। ବେବର୍ତ୍ତାଣି ସେ ତ ଆକାଶ କଇଁଆ ଚିଲିକା ମାଛ କଥା। କଥାରେ କହନ୍ତି ଏ ସାଲ କ୍ଷେତ ଘରେ ପଶୁ, ଆଗକୁ ହାଡ଼ି ବାଉରି ଚକ୍ଷୁ। ଏହି କ୍ଷଣିକା କଥାର କି କରୁଛ କହିଲ? ବେବର୍ତ୍ତା ଏହି କ୍ଷଣିକା କଥା କ'ଣ? ବେବର୍ତ୍ତାଣି ଟଙ୍କା ଗୁଡ଼ାକ ଯେ ପଡ଼ି ରହିଲା। ବେବର୍ତ୍ତା କରଜ ଲଗାଇ ଦେଉନ। ବେବର୍ତ୍ତାଣି ଖଜଣା ପାଇଁ ତମେ ଧରପଗଡ଼ ମାରପିଟ ନ କଲେ ସଇକି ଦେଢ଼ି ସୁଧରେ କେହି ଟଙ୍କା ନେଉଛି? ବେବର୍ତ୍ତା ଏତେ ଟଙ୍କା ରଖି କ'ଣ କରିବ? ବେବର୍ତ୍ତାଣି ତମେ ଜାଣିନାହଁ ଯେ ମୋତେ ପଚାରୁଛ? ବେବର୍ତ୍ତା ମୁଁ ଜାଣିଥିଲେ ବି ତମେ କ'ଣ ଜାଣିଛ ଟିକିଏ ଶୁଣେ। ବେବର୍ତ୍ତାଣି ଯେବେ ପଚାରିଲ ସତ କହିଲେ କିଛି ଅଡ଼ୁଆ ବୁଝିବ ନାହିଁ ତ? ବେବର୍ତ୍ତା ତମ କଥା ଅଡ଼ୁଆ ବୁଝିବି ତ ଆଉ ବୁଝିବି କ'ଣ? ବେବର୍ତ୍ତାଣି ମୋତେ ପଚାରୁଛ? ତୁମ୍ଭେ କି ନ ଜାଣ ଯେ ଆଖି ବୁଜିବା ସାଙ୍ଗେ ସାଙ୍ଗେ ବେବର୍ତ୍ତାଙ୍କୁ ଲୁଗାପଟା, ଧନ, ଚାଉଳ, କଂସା, ଲୋଟା, ରଜା ଘର, ଗନ୍ତା ଘରକୁ ବୁହା ଲାଗେ, ଆଉ ଗାଈ, ମଇଁଷି, ଛେଳି, ମେଣ୍ଢା, ହାତୀ, ଘୋଡ଼ା ଅଡ଼ା ଲାଗନ୍ତି। ଆଗେ ଏସବୁ ଯାଇ ସାରିଲେ
ପଛେ ବ୍ୟବର୍ତ୍ତା ଶବ ଉଠେ। ତାହା ନୋହିଲେ 7 ପୁରୁଷ ହେଲା ବ୍ୟବର୍ତ୍ତାଇ କରି ନଅର ବିଷୟୀ ଘର ଏପରି ହୋଇଥାନ୍ତା। ଏତେବେଳକୁ ତ ତା ଘରକୁ ରଜା ଘର ପଡ଼ୁନଥାନ୍ତା। ଟଙ୍କା ଯାହା ଥାଏ ଖାଲି ସେଇଥିରୁ କିଛି ରହିଯାଏ, ସେତିକି ପୁଅ ମାଇପଙ୍କର ଆଶ୍ରା। ବ୍ୟବର୍ତ୍ତା ଏତେ ବର୍ଷ ହେଲା ଶୋଇ ଦେଢ଼ିରେ ଟଙ୍କା ଲଗାଇ ଆସୁଥିଲା, ଏ ବର୍ଷ ନ ହେଲା। ବ୍ୟବର୍ତ୍ତାଣୀ ଏ ବର୍ଷ କାହିଁକି ନ ହେବ? ବ୍ୟବର୍ତ୍ତା ଏ ବର୍ଷ ଲଢ଼େଇ ହେବ। ବ୍ୟବର୍ତ୍ତାଣୀ ସେ ତ ଭଲ କଥା। ରସଦ ପାଇଁ କୁଲମ ଜବରଦସ୍ତି ଦରକାର। ରଜା ଘର ଖମାରରୁ ଧାନ ଚାଉଳ ବିରି ମୁଗ ବିକ୍ରି କରାଇ ତହିଁ ସଙ୍ଗେ ସଙ୍ଗେ ଆମ ଖମାର ଜିନିଷ ବି ବିକ୍ରି ହେଉ। ପଇସାକ ମାଲ 3 ପଇସାରେ ବିକିଲେ ରଜା ଘର ଲାଭ। ଆମର ବି କିଛି ପଇସା ହୋଇଯିବ। ମୋର ବି ପଇସା 1.5-2 ପଇସା ହେବ। ତେଣେ ପାଇକ ବେଠିଆଙ୍କୁ ଖୁଆଇ ତାଙ୍କୁ ପାଖରେ ଭଲେଇ ହୁଅ। ବ୍ୟବର୍ତ୍ତା ଧନ୍ୟ ତୁମ ବୁଦ୍ଧି ବିଚାର। ଏକା ବାଟୁଳିରେ ଗଣ୍ଡାଏ ଚଢ଼େଇ। ଏହି ସମୟରେ ଜଣେ ମୁଦୁସୁଲି ଆସି କହିଲା ଯେ ରାଜାଙ୍କର କି ଖବର ଘେନି ଖିଲମତିଆ ମଦନ ପାଇକରା ଠିଆ ହୋଇଛି। ଏଥିରେ କଥାବାର୍ତ୍ତା ବନ୍ଦ ହେଲା। ତରତର ଉଠି ବ୍ୟବର୍ତ୍ତା ସେଠିରୁ ଚାଲିଗଲା। ବ୍ୟବର୍ତ୍ତାଣୀ ମଧ୍ୟ ଅନ୍ୟ ଆଡ଼େ ଚାଲିଗଲେ। ତୃତୀୟ ପରିଚ୍ଛେଦ। ହୋଇଛି ବସନ୍ତ କାଳ, ରାଗ ଦେଉଛି କୋକିଳ। ଚାରୁ ତରୁ ଲତାକୂଳ ଅଙ୍ଗରେ ନବ ଦୁକୁଳ। ଲୋହିତ ହରିତ ପୀତେ ରଞ୍ଜିତ ଶିଖରୀ ଚୂଳ। ବିଶାଳ ରସାଳ ଶିରେ ସୁଗନ୍ଧ ବକୁଳ ମାଳ। କିଂଶୁକ ମଣ୍ଡିତ କୁଞ୍ଜେ ମଧୁକର ଅରଳ। ଯୋଗୀ ଭୋଗୀ ମନ ରଗୀ ସୁଧୀରେ ମଳୟା ନୀଳ। ମଦନ ମାଦକାରୀର ସକଳ କୁଞ୍ଜଳ ଠୁଳ। ଦେଖି ଶୁଣି ଯୁବାଜନ ହୃଦୟ ମନ ବିକଳ। କିନ୍ତୁ ଭୂୟାଁ ପଲ୍ଲୀର ମଣ୍ଡୁଆ ଦୁଆରେ ଯେ ଯୁବକ ବସି ଅଛି, ତାହାର ମନ ଅଚଳ କି ଚଞ୍ଚଳ ଜଣା ଯାଉନାହିଁ। ଭିତର ଯାହା ହେଉ ବାହାର ଦଳ ଉଜ୍ଜ୍ୱଳ ଉଚ୍ଛଳ। ଏହା ବୋଲି ନୟନ ଅୟନ ବିଦୁର କଳା ଭଳି ନୁହେଁ। ରାମକୃଷ୍ଣ ତପ୍ତ କାଞ୍ଚନ କିମ୍ବା ତମ୍ବା ତାର ଭଳି ନ ଥାଇ ନବ ଦୁର୍ବାଳ ମରକତ ଗୁଞ୍ଜନ ବାସ ଜଳ ନବଘନ ପରି ଥିଲେ। ପୁଣି ଯୌବନର ଗୌରଶ୍ୟାମ ବିଚାର ନାହିଁ। ଯୁବକର ବକ୍ଷ ସ୍କନ୍ଧ ବିଶାଳ ବକ୍ଷ। କରିକର ପରି କରଯୁଗଳ ମଲ୍ଲ ମର୍ଦ୍ଦନ ଘନ ଜଘନ ପ୍ରଭୃତି। ପେଶୀପୂର୍ଣ୍ଣ ରସାଳ ମାଂସଳ ଅବୟବ ସବୁର ଯୌବନ ସୁଲଭ ଲାବଣ୍ୟ ମାଧୁରୀ ଲହରୀରେ ମନ ନୟନ ପଡ଼ି ନାସା ନୟନ ଅଧର ପ୍ରଭୃତି ପ୍ରତ୍ୟେକ କିମ୍ବା ଅଳକା କୁଣ୍ଡଳ ପ୍ରଭୃତି ଅଳଙ୍କାର ଲୋଡ଼ୁନାହିଁ। ସ୍ଥୂଳରେ ଶତ ଶାଳ ଗଦା ଜାଣି ଯୁବକର ରୂପମାଧୁରୀ। ଏହି ହୃଷ୍ଟପୃଷ୍ଟ ମୂର୍ତ୍ତି
ନୀରବ ନିସ୍ତବ୍ଧରେ ବସି ସୁନୀଳ ଉତ୍ତାଳ ତରଙ୍ଗ ମାଳପମ ଦିଗନ୍ତ ବ୍ୟାପୀ ଶୈଳ ଶ୍ରେଣୀରେ ସ୍ଥିର ଦୃଷ୍ଟି ରଖିଛି, କିନ୍ତୁ କିଛି ଦେଖିଲା ପରି ବୋଧ ହେଉନାହିଁ। ଏହି ଅବସ୍ଥାରେ ପଶ୍ଚାତ୍ ଭାଗରୁ ଅନ୍ୟ ଏକ ଯୁବକ ଧୀରେ ଧୀରେ ଆସି ଉପବିଷ୍ଟ ଯୁବକର ଦୁଇ କାନ୍ଧରେ ହାତ ଦେଇ ନଇଁ ପଡ଼ି କହିଲା, କିରେ ଭୀମା, କ'ଣ କରୁଛୁ କି? ଚମକି ପଡ଼ିଲା ପରି ହୋଇ ଭୀମା କହିଲା, କାହିଁ କିଛି ନାହିଁ। ଏହା ଶୁଣି ଆଗନ୍ତୁକ କହିଲା, ରାମାଠୁ କ'ଣ ଲୁଚେଇବୁ ମ? ଭୀମା କହୁଛି, ତୋଠୁ କ'ଣ ଲୁଚେଇଲି କି ରାମ? ତେବେ ଆଗ ଭୀମା ନୁହଁ କାହିଁକି? ଭୀମା, ଆଗେ ଥିଲା କ'ଣ, ଏବେ ନାହିଁ କ'ଣ? ରାମ, ଆଗ ପରି ଚାଙ୍ଗୁ ନାଟ ନାହିଁ, ଡାଳ ଭଙ୍ଗା ଗୀତ ନାହିଁ, ଧାଙ୍ଗିଡ଼ିଙ୍କ ସାଙ୍ଗରେ ନାହିଁ। ଭୀମା, ସବୁଦିନେ କି ଏକା କଥା ଥାଏ? ରାମ, ତୁ ଯାହା କହ ମୁଁ ସବୁ ବୁଝିଛି ଯେ। ଭୀମା, କ'ଣ ବୁଝିଛୁ କହିଲୁ? ରାମ, ଭାଇ ବାହା ଦିନୁ ତୁ ଆଉ ଆଗ ଭୀମା ନାହୁଁ। ଯେଉଁ ଦିନ ଠାରୁ ତୋ ଭାଇର ବାହାଘର ହୋଇଛି ସେଦିନ ଠାରୁ ତୁ ଆଉ ଆଗ ଭୀମା ପରି ନାହୁଁ। ଭୀମା, ବାହା ହେଲାଣି ବୋଲି ଭାଇ ସିନା ଧାଙ୍ଗଡ଼ ନୁହେଁ, ମୁଁ ତ ଯେଉଁ ଧାଙ୍ଗଡ଼କୁ ସେଇ ଧାଙ୍ଗଡ଼। ରାମା, ତୁ ଭୁଲେଇଲେ କି ରାମା ଭୁଲେ? ସେହି ଚିହ୍ନା ମାଳିକି ଆଖେଇଥିଲୁ, ତାକୁ ଭାଇ ବାହା ହେଲାକୁ ତୁ ଏପରି ହେଉଛୁ। ଏବେ ଭାଇ ମଲେ ତାକୁ ଦ୍ୱିତୀୟ ହେବୁ ନା? ଭୀମା, ଦୂର୍ ରାତ୍ ଚଣ୍ଡାଳ, ଚିହ୍ନା ମାଳିକି ଦ୍ୱିତୀୟ ହେବି ବୋଲି ଭାଇଟା ମରିଯାଉ କାହିଁକି? ମୁଁ ମରିଗଲେ? ସେ କହୁଛନ୍ତି ତୋ ଭାଇ ମରିଗଲେ ତୁ ତାକୁ ଦ୍ୱିତୀୟ ବିବାହ କରିବୁ କହୁଛନ୍ତି। ସେ କହୁଛି କ'ଣ କହିଲୁ, ମୁଁ ତାକୁ ବାହା ହେବି ବୋଲି ମୋ ଭାଇକୁ ମାରିବି, ମୁଁ ମରିଯିବି ସେମିତିରେ କହୁଛନ୍ତି ଭୀମା। ରାମା କହୁଛି, ହଁ ରେ, ଧାଙ୍ଗଡ଼ିଙ୍କ ସାଙ୍ଗରେ ଖାଲି ଗାଈ ବଜାଇ ଜାଣୁ, ଆଉ ଗୋଟିଏ ଧାଙ୍ଗିଡ଼ି ଦେଖ, ଯାହା ହେବାର ହେଲୁ ସବୁ ବତେଇ ଦେବି, ତେବେ ବୁଝିବୁ ଯେ ଖାଲି ଗାଇଲେ ବଜାଇଲେ ହେଲା କି ଆଉ କିଛି ଅଛି? ଭୀମା, ଆଉ କ'ଣ ଅଛି? ରାମ, ଆଗେ ବାହାଘର ଠିକ୍ ହେଉ। ଭୀମା, ଘୋଡ଼ାରେ କିଏ ଆସୁଛି? ତୁ ଯା ଗାଁରେ ଖବର ଦେବୁ, ମୁଁ ଯାଉଛି ଏସବୁ ନିକେଇ ଦିଏ, ବସିବା ପାଇଁ ଦେବାକୁ ଖଣ୍ଡେ ରଖେ। ଏଥିରେ ସ୍ପଷ୍ଟ ଦେଖାଯାଉଅଛି ଯେ ଅଶ୍ୱାରୋହୀ ନିଶ୍ଚେ ମଣ୍ଡୁଆକୁ ଆସିବେ। ସେ କିଏ, କାହିଁକି ଆସୁଛନ୍ତି ବୋଲି ଜଣାଶୁଣା ନାହିଁ, ଅଥଚ ତାଙ୍କୁ ସତ୍କାର କରିବାକୁ ହେବ। ପୁଣି ଭୀମା ରାମା ଆପେ ଆପେ ତହିଁରେ ତତ୍ପର, କର୍ତ୍ତବ୍ୟପରାୟଣତା ସୂତ୍ରରେ କାଷ୍ଠ ପିତୁଳି ପରି ପରିଚାଳିତ। ଏହା ରାମା ଭୀମା କିପରି ମଣ୍ଡୁଆଠାରେ ଥିବା ଲୋକେ ଆଡ଼ବାଙ୍କ କରି ନ ପାରନ୍ତି, ପୁଣି ମୁଣ୍ଡଆ ଛଡ଼ା ଭୂଇଁଆ ପଲ୍ଲୀ ନାହିଁ, ଏହା ସମସ୍ତ ଗ୍ରାମବାସୀଙ୍କର ଧାରଣା। ସଭା ମଣ୍ଡପ ବା ବୈଠକ ସ୍ଥାନ। ଏହିଠାରେ ଭଲ ମନ୍ଦ ବିଚାର ପାଇଁ ଗ୍ରାମବାସୀଙ୍କର ବୈଠକ ହୁଏ। ଏହିଠାରେ ଚାଙ୍ଗୁ ନାଟ ହୁଏ। ଏହି ଘରେ ବୁଢ଼ାଏ ଗ୍ରାମର ସବୁ ଧାଙ୍ଗଡ଼ଙ୍କୁ ଗତିରେ ଜଗି ଶୁଅନ୍ତି। ଆଗନ୍ତୁକ ମାତ୍ରେ ଏହିଠାକୁ ଆସିଥାନ୍ତି। ତାଙ୍କର ପରିଚର୍ଯ୍ୟା ପାଇଁ ଗ୍ରାମବାସୀଙ୍କଠାରୁ ସଂଗୃହୀତ ଡାଲି ଚାଉଳ ଲୁଣ ଘିଅ
ବର୍ଷକ ନିର୍ମିତ ଗଚ୍ଛିତ ପ୍ରାଣାନ୍ତ ହେଲେ ସୁଦ୍ଧା ଅତିଥ୍ୟ ଦ୍ରବ୍ୟ ପ୍ରତି କେହି ଆଖି ଦିଏ ନାହିଁ। ଏହିଠାରେ ଆଗନ୍ତୁକ ଆଶ୍ରୟ ପାଇଥାନ୍ତି। ସେମାନଙ୍କ ଚର୍ଚ୍ଚା ପାଇଁ ପାଳି କରି ଗ୍ରାମବାସୀ 2 ଜଣ ପୁରୁଷ ମୁଣ୍ଡଆରେ ଅହୋରାତ୍ର ଉପସ୍ଥିତ ଥାନ୍ତି। ଆଜି ସାଧୁ ସରଦାର ପୁଅ ଭୀମା ଓ ଗ୍ରାମବାସୀ ରାମର ସକାଳ ଓଳି ପାଳି। ଆଉ କେହି ଦେଖିବା, ଶୁଣିବା, କହିବା ଓ ବୋଲିବା ପାଇଁ ନଥିଲେ ସୁଦ୍ଧା ଚନ୍ଦ୍ର ସୂର୍ଯ୍ୟଙ୍କ ପରି ଆପଣା 2 କର୍ତ୍ତବ୍ୟ ପାଳନରେ ସେ ଦୁହେଁ ସ୍ୱତଃପ୍ରବୃତ୍ତ। ଏହା ସବୁ ରାଜାଜ୍ଞା ନୁହେଁ, ଅଥଚ କାଳେ କାଳେ ଗ୍ରାମରେ ଚଳି ଆସୁଛି। ଏ ପ୍ରଥା ଭଳି କି ମନ୍ଦ କାହାରି ଦୃଷ୍ଟି ପଥରେ ଆସିବା ଉଚିତ କି ନାହିଁ ତାହା ଭୂୟାଁଏ ବା ତାଙ୍କ ରାଜା ଜାଣନ୍ତି। ହଜାର ହଜାର ଲକ୍ଷ ଲକ୍ଷ ଟଙ୍କାର ଧର୍ମଶାଳା, ଟାଉନହଲ ପ୍ରଭୃତି ତୁଳନାରେ ଭୂୟାଁଙ୍କ ମଣ୍ଡୁଆ ଚାଳ ପାଖେ ତିଳରୁ ନ୍ୟୁନ ହୋଇପାରେ। ଛୋଟ ହୋଇଯିବା ଭୟରେ ତହିଁ ପ୍ରତି ଦୃଷ୍ଟି ନ ଯାଇପାରେ। ସେ ଯାହା ହଉ, କେତେ କେତେ ଧର୍ମଶାଳା କେତେ ଗଲାଣି, କେତେ କେତେ ବଡ଼ ବଡ଼ ଦେବାଳୟ ପ୍ରଭୃତି କାଳଗର୍ଭରେ ବିଲୁପ୍ତ ହେଲେଣି। କିନ୍ତୁ ଭୂୟାଁଙ୍କ ମଣ୍ଡୁଆ ବ୍ୟବସ୍ଥା କାଳେ କାଳେ ରହିଅଛି। ପୁଣି ଆଉ କେତେ କାଳ ରହିବ ତାହା ବୋଲାଯାଇ ନ ପାରେ। ଉପରୋକ୍ତ ଚର୍ଚ୍ଚା ବିଧି ଚିରକାଳ ରହୁ ବା ନ ରହୁ, ସେହି ପ୍ରଥା ଅନୁସାରେ ଭୀମା ଆପଣା କର୍ତ୍ତବ୍ୟ ପାଳନ କରି ସାରିଲା ବେଳକୁ ଅଶ୍ୱାରୋହୀ ମଣ୍ଡୁଆ ଦୁଆରେ ଉପସ୍ଥିତ ହେଲା। ଘୋଡ଼ାର ମୁହଁରେ ଜରିର ମୁହଁପଟା, ପିଠିରେ ଝାଲର ଦିଆ ବନାତର ଚାରିଜାମା, ନିଜେ ଘୋଡ଼ାର ରଙ୍ଗ ନାଲିଆ କୁମେଦ ଆକୃତି ଖର୍ବ, କିନ୍ତୁ ଅଙ୍ଗ ହୃଷ୍ଟପୃଷ୍ଟ, ପେଟ କିଛି ଅପେକ୍ଷାକୃତ ବଡ଼। ତାହା ନୋହିଲେ ଆରୋହୀଙ୍କ ଗୋଡ଼ ତଳେ ଲାଗୁଥାନ୍ତା। ତଥାପି ପଡ଼ିଯିବାରେ ବିଶେଷ ଆଶଙ୍କାର କାରଣ ନାହିଁ। ଆରୋହୀଙ୍କ ଆକାର ପ୍ରକାର ଦୃଷ୍ଟିରେ ବୋଧହୁଏ ଯେ 2 ଯାନୁ ମଧ୍ୟରେ ଘୋଡ଼ା ଘେନି ସେ ପଦବ୍ରଜରେ ଆସିଛନ୍ତି, ତାହା ପ୍ରକୃତ ହୋଇଥାଉ କି ନ ଥାଉ, ଅବରୋହଣ କାଳରେ ଆଗେ ଆରୋହୀଙ୍କି କିଛି ଜଣା ଗଲାପରି ଦେଖାଗଲା ନାହିଁ। କିନ୍ତୁ ତାହା ଘେନି ପରିଚୟ ବିଷୟରେ କିଛି ନ ଅଟକିଲା। ଦେଖିଲା ମାତ୍ରେ ଗାମୁ ଛାମୁ ପଟ୍ଟନାୟକ ବୋଲି ଚିହ୍ନିପାରି ଭୀମା ତରତରରେ ଆଗନ୍ତୁକକୁ ଜୁହାର ହେଲା। ସେ ମଧ୍ୟ ସାଧୁ ସରଦାର ପୁଅ ବୋଲି ଚିହ୍ନି ଭୀମାକୁ ଘୋଡ଼ା ଧରାଇ ଦେଲେ। ଭୀମା କିଛି ଶଙ୍କିଗଲା। ତାହା ବୋଲି ଯେ ତାହାର ଅଙ୍ଗ ସୌଷ୍ଠବ ଛାଡ଼ିଗଲା କି ମାଧୁରୀ ଲହରୀ ଚୁଲିଗଲା ତା ନୁହେଁ। ସେ ଭୀତ କି ତ୍ରସ୍ତ ନ ହୋଇ ବିନୀତ ସମ୍ଭ୍ରମ ରୂପ ଧାରଣ କଲା। ପୂର୍ବ ତେଜ ଆଉ ରହିଲା ନାହିଁ। ସ୍ଥୂଳରେ କହିବାକୁ ଗଲେ ବଡ଼ ଆଗେ ସାନ ଯେପରି ଦେଖାଯାଇଥାନ୍ତି,
ସେହିପରି ଦେଖାଗଲା। ସର୍ଦ୍ଦାର ଅଛନ୍ତି ନା ବୋଲି ଛାମୁ ପଟ୍ଟନାୟକ ପଚାରନ୍ତେ, ହେଇ ଆସୁଛି କହି ଭୀମା ଅଙ୍ଗୁଳି ନିର୍ଦ୍ଦେଶ କଲା। ଜଣ କେତେ ଭୂୟାଙ୍କୁ ପଛରେ ଘେନି ସାଧୁ ଶରଦା ଆଗେ ଆସୁଥିବାର ଛାମୁ ପଟ୍ଟନାୟକ ଦେଖିଲେ। ତାଙ୍କୁ ମଧ୍ୟ ଦୂରୁ ଚିହ୍ନି ପାରି ସାଧୁ ଗ୍ରାମ ମଧ୍ୟକୁ ଜଣେ ଲୋକ ଦଉଡ଼ାଇ ଦେଲେ। ଶୁଖିଲା ପତ୍ର ବଣରେ ନିଆଁ ପରି ଛାମୁ ପଟ୍ଟନାୟକଙ୍କର ପ୍ରବେଶ ବାର୍ତ୍ତା ସାମାନ୍ୟ ଭୂୟାଁ ପଲ୍ଲୀରେ ଆଖି ପିଛଡ଼ାକେ ବୁଲିଗଲା। ସୁତରାଂ ସର୍ଦ୍ଦାରରେ ଓ ଆଉ ଦୁଇ ଭୂୟାଁଏ ଜୁହାର କରୁ କରୁ ହରିଣୀ ପଲ ପରି ଭୂୟାଣିଏ ଦେଖାଦେଲେ। କେହି ଖରେ କେହି ବା ଧୀରେ ଗତି କରୁଛନ୍ତି, କିନ୍ତୁ ମେଣ୍ଟ ଭାଙ୍ଗୁ ନାହାନ୍ତି। କେହି ଶାଢ଼ୀ ପିନ୍ଧିଛି, କେହି ଧଡ଼ି ପକାଇଛି, କାହାର ଲୁଗା ନୂଆ, କାହାର ବା ପୁରୁଣା, କେହି ଧୋବ, କେହି ମଇଳା ପିନ୍ଧିଛି। ଏହିପରି ସୁମନାଏ ମନ୍ଥରଗାମିନୀ ସ୍ରୋତସ୍ୱିନୀରେ ବିବିଧ ସୁମନ ମେଞ୍ଜା ଭାସିଲା ପରି ଅବଲୀଳା କ୍ରମେ ଆସୁଛନ୍ତି। ଏହା ଅତ୍ୟୁକ୍ତି ନୁହେଁ। ଆତୁଣ୍ଡୀ ଧାତୁକୀ ସୁନାରୀ ପ୍ରଭୃତି ପୀତଲୋହିତ ପୁଷ୍ପପତ୍ରମଣ୍ଡିତ କାହାରି ଭାଗ ଅବଗୁଣ୍ଠନରେ ଆବୃତ୍ତି ନୁହେଁ। ଏହା ବୋଲି ଆଉ ସବୁ ସମାନ ନୁହେଁ। କାହାର ଗଣ୍ଡ ଟଭା ପାଳ ପରି ଗୋଲ, କାହାର ବା ପାଚିଲା ଆମ୍ବ ପରି ଇତସ୍ତ ଲମ୍ବ, କାହାରି ପୂର୍ଣ୍ଣେନ୍ଦୁ ମାଧୁରୀ, କେହି ବା ନୀରସ ଶିରୀଷ ଫଳ ପରି। ଏପରି ସ୍ଥଳେ ଲଳନାର ମନ କଳନା ସହ ନୁହେଁ, କିନ୍ତୁ ଦେଖାଯାଏ ଯେ ମା'ର ଗାରଡ଼ିଆର କାଳ ଭୁଜଙ୍ଗ ବାଳ କାଳଲୀଳା ପରି ଭୂଲତାଭଙ୍ଗୀ ନୁହେଁ, ଯଦି ମନ ମଜ୍ଜାଇବା ଭଳି। ନାସା ଫୁଲ ନଥ ଝୁଲା ଠାଣି ନାହିଁ, ଛାତିକି ଅସମ୍ଭାଳ କଲା ଭଳି ବାରିଜ ନୟନା। କୁନ୍ତର ମନ ନାହିଁ। ଅବଗୁଣ୍ଠନର ଅଭାବ। ଏହାର କାରଣ କି ନା ତାହା ଭୂୟାଁମାନେ ଜାଣନ୍ତି। ତଥାପି ଖେଳା ଖଞ୍ଜରିଟ ନୟନ କି ଦରବାସେ ମୃଦୁହାସର ଅଭାବ ନାହିଁ। ଏ ସ୍ୱାଭାବିକ କି ନା ଭଲ କି ମନ୍ଦ ତାହା ଅଭ୍ୟସ୍ତ ଆଖ୍ୟାଧାରିଣୀ ଭୂୟାଣୀ କିମ୍ବା ବିଦୁଷିଣୀ ରମଣୀଏ ଜାଣନ୍ତି। କିନ୍ତୁ ଏହା ସମସ୍ତେ ଜାଣନ୍ତି ଯେ ରାଜା ମହାରାଜ ମାନେ ବଡ଼ ବଡ଼ ହୀରା ଲୀଳା ମୋତି ମାଣିକ୍ୟ ଲୋଡ଼ିଲା ପରି ଭୂୟାଣିଏ କାଚ ପଥର ମାଳି କଂସା ପିତ୍ତଳ ଖଡ଼ୁ ବଳା ଲୋଡ଼ିଥାନ୍ତି ନା ପିନ୍ଧିଥାନ୍ତି। ସେମାନେ ସବୁ ଯେ ଯେତେ ଥିଲା ଲୋକ ତାହାର ତେଡ଼େ ଗହଣା କିଣିପାରିଲେ ଦୁଇ ଚାରି ବିଶା ନାଇବାକୁ ଦୁର୍ବଳା ଅବଳା କାତରା ନୁହେଁ। କିନ୍ତୁ ଯୁବା ଧୈର୍ଯ୍ୟ ମନ୍ଥନକୁ ଅଳକାବୃତ ଲୋପନ ନାହିଁ। ମନକୁ ଝାମ୍ପି ନେଉଥିଲା ଭଳି ଚନ୍ଦ୍ର ଝୁମ୍ପି ନାହିଁ। ଶୂଦ୍ର ବୃହସ୍ପତିଙ୍କର ପରି ତାଟଙ୍କ ଜ୍ୟୋତି ନାହିଁ। ମାତ୍ର ବକ୍ଷସ୍ଥଳ ଯେଉଁ ନୀଳ ପୀତ ଲୋହିତ ମାଳିରେ ଆବୃତ, ତାହା ରମଣୀବୃନ୍ଦ ଗତି କଲାବେଳେ ଇନ୍ଦ୍ର
କଦଣ୍ଡ ଭୂଷିତ ବିଚିମାଳା ପରି ଲୀଳା ଖେଳା କରୁଛନ୍ତି। ଅଳଙ୍କାର ସୁନ୍ଦର ଅସୁନ୍ଦର କରୁ କି ଉଚ୍ଚ ନିଚ କରୁ, ପ୍ରକୃତି ସବୁ ଭୂୟାଣୀଙ୍କ ମୁହଁ ଗୋଟିଏ ଛାଞ୍ଚରେ ଗତିଲା ପରି ଦେଖାଯାଏ। ସମସ୍ତଙ୍କ ଲଲାଟ, ନାସିକା, ନୟନ, ଭ୍ରୂଲତା, ଅଧର, ଚିବୁକ ଏକାପରି। ଏଥିରେ ଆଖି ପଡ଼ିଲେ ଭୂୟାଣୀ ନୁହେଁ ବୋଲି ଭୁଲ ହେବାର ସମ୍ଭାବନା ନାହିଁ। ତଥାପି ପ୍ରକୃତି କାଳର ମହିମାକୁ ଜିଣିପାରି ନାହିଁ। ବାଳିକା, ଯୁବତୀ, ପ୍ରୌଢ଼ା, ବୃଦ୍ଧାଙ୍କ ମଧ୍ୟରେ ଯେ ପ୍ରଭେଦ ତାହା ପୂର୍ଣ୍ଣ ମାତ୍ରାରେ ବିଦ୍ୟମାନ। ସଭିଙ୍କି ପଛକୁ ପକାଇ ଯୁବା କାଳ ଆଗଭର ହୋଇ ରହିଛି। ପୁଣି ଏମାନେ ଭୂୟାଣୀ ବୋଲି ମନେ ନ ଘେନି ଯେଉଁ ସୌନ୍ଦର୍ଯ୍ୟ, ଲାବଣ୍ୟ, ମାଧୁରୀ ପ୍ରଭୃତିରେ ନେପାଳୀ, ଭୋପାଳୀ, ଇରାନୀ, ଜାନାନୀ, ତ୍ରୈଲିଙ୍ଗୀ, ବଙ୍ଗାଳୀଙ୍କି ଭୂଷିତ କରିଥାଏ, ତହିଁରେ ମୁକ୍ତ ହସ୍ତ। ତଥାପି ଯୌବନର ଅସ୍ଥିର ବଣିଆ ଛାଡ଼ି ନାହିଁ। ପାଞ୍ଚ ଆଙ୍ଗୁଠି ସମାନ କରି ଦେଖି ନାହିଁ। ସବୁଠାରୁ ଚିହ୍ନାମାଡ଼ି ତାହାର ବିଶେଷ ଅନୁଗ୍ରହର ପାତ୍ର ପରି ଦେଖାଯାଏ। ସେ ତିଳ ସରଦାରର ଝିଅ, ଏଣିକି ପୁଣି ସାଧୁ ସରଦାରର ବଡ଼ ବୋହୂ। ଏଥିଯୋଗୁ ସେ ବିଶେଷ ଅନୁଗ୍ରହ ପାତ୍ର କି ନା, ତାହା ଯୌବନ ଜାଣେ। କିନ୍ତୁ ତାକୁ ସାନ ବଡ଼ ସବୁ ଭୂୟାଣୀଏ ଆଗ କରିଛନ୍ତି। ପଲରେ ବନ୍ଦାଣ ଗାଇ ବା ନାଟୁଆ ପଞ୍ଝାରେ ଶିରୀ ଗାଆଣ ପରି ହୋଇଛି। ତଥାପି ସେ ଫୁଲେଇ ନ ହୋଇ କାନ୍ଦି ଘେନି କଦଳୀ ଗଛ ନଇଁ ପଡ଼ିଲା ପରି ଦେଖାଯାଉଛି। ଆଗଭର ହେବାକୁ ସେ ତରବର ନୁହେଁ। ତାହା ପଛରେ ରହିବାକୁ ସବୁରି ଚେଷ୍ଟା। ଯାହା ଆଗ, ତାହା ସବୁ ତାହାରି ହାତରେ। ସେହି ଅନୁସାରେ ସେ ଛାମୁ ପଟ୍ଟନାୟକଙ୍କ ଛାମୁରେ ଭୂଇଁ ଲିପି ଅନ୍ୟ ଜଣକ ହାତରୁ ପିଢ଼ା ନେଇ ଥୋଇଲା। ବଡ଼ରେ ଯେ ସାନ ହେବା ଆବଶ୍ୟକ ତାହା ଦେଖାଇଦେଲା। ଜଣାଶୁଣା ରୀତି ଅନୁସାରେ ଛାମୁ ପଟ୍ଟନାୟକ ପିଢ଼ା ଉପରେ ଠିଆ ହେଲେ। ଚିହ୍ନାମାଳି ପ୍ରଭୃତି ମିଶି ତାଙ୍କର ଗୋଡ଼ରେ ହଳଦୀ ପାଣି ଢାଳିଦେଲେ। ସମସ୍ତେ ହୁଳାହୁଳି ଦେଇ ବନ୍ଦାପନା ସାରି ଚଉକିରେ ଟଙ୍କା 2ଟି ଖଜିର ପଟିଆ, ବୋଇତି କଖାରୁ, କନ୍ଦମୂଳ, ପାହାଡ଼ିଆ ବ୍ରୀହି ପ୍ରଭୃତି ଛାମୁରେ ରଖି ଜୁହାର କରି ଠିଆ ହେଲେ। ଛାମୁ ପଟ୍ଟନାୟକ ଚଉତିରୁ ଟଙ୍କା 2ଟି ଉଠାଇ ନେଇ ତହିଁରେ 4ଟି ରଖିଦେଲେ। ପୁଣି ପିଢ଼ାରୁ ଅପସରି ଯାଇ ଖଜିରି ପଟିଆ ପ୍ରଭୃତି ତାଙ୍କ ଘରଠାକୁ ପଠାଇ ଦେବାକୁ ସରଦାଙ୍କୁ କହିଲେ। ତେଣେ ସରଦାଙ୍କର ବୋହୂ ଟଙ୍କା 4ଟି ଉଠାଇ ନେଇ ଆଉମାନଙ୍କ ସଙ୍ଗେ ପୂର୍ବ ପରି ଠିଆ ହୋଇ ରହିଲେ। ଏହା ଏକ ପ୍ରକାରର ଅଭ୍ୟର୍ଥନା। ଏଥିପାଇଁ ସଭା ସମିତି ନାହିଁ, ସ୍ୱର୍ଣ୍ଣାକ୍ଷରେ ଅଭ୍ୟର୍ଥନା ପତ୍ର ନାହିଁ, ପାର୍ଚିମେଣ୍ଟ କାଗଜରେ ମୋତି ମାଣିକ୍ୟ ଝରା ନାହିଁ, କାରୁକାର୍ଯ୍ୟ ଶୋଭିତ ପତ୍ରାଧାର ନାହିଁ, ଏ ପାଖରୁ ବା ସେ ପାଖରୁ ପୂର୍ବ ପ୍ରସ୍ତୁତ ବକ୍ତୃତା ନାହିଁ, ଧନ୍ୟବାଦର ଆଦାନ ପ୍ରଦାନ ନାହିଁ। ଖଜିରି ପଟିଆ ପ୍ରଭୃତି ଛାମୁ ପଟ୍ଟନାୟକଙ୍କର ଛାମୁରେ ଭେଟି
ପୁଣି ସେ ରାଜଦରବାରର ଲୋକ। ସୁନା ପଇତା, ପାଟ ପୀତାମ୍ବର, ହାତୀ ଘୋଡ଼ା ଭେଟି ଦେଖିଛନ୍ତି। ଏହା ମଧ୍ୟ ଜାଣନ୍ତି ଯେ ଭୂୟାମାନେ ଏହିପରି ଅଭ୍ୟର୍ଥନା କରି ଆସୁଛନ୍ତି। ସେଇ ଶାସ୍ତ୍ରରେ ପୁରାଣରେ ଶୁଣିଛନ୍ତି ଓ ପଢ଼ିଛନ୍ତି ଯେ ଭକ୍ତିପ୍ରିୟ ଭଗବାନ ରାମକୃଷ୍ଣ ରୂପେ ଶବର ଶବରଣୀଙ୍କ ଫଳମୂଳ ଗୋପାଳ ପୁଅଙ୍କର ଚଖାକଳି, ବିଦୁରଙ୍କ ଖୁଦ ସାଦରେ ଗ୍ରହଣ କରି ବଡ଼ ପୀତ ବା ପ୍ରୀତି ହୋଇଥିଲେ। ଏଣୁକରି ଭକ୍ତି ବଡ଼ କି ସୁନା ରୂପା ହୀରା ନୀଳା ବଡ଼ ସେ ଜାଣନ୍ତି। କିପରି ଅଭ୍ୟର୍ଥନା ଭଲ ବା ମନ୍ଦ ତାହା ଭୂୟା ଜାଣନ୍ତି, କିମ୍ବା ତାହା ଯେ ଗ୍ରହଣ କରନ୍ତି ସେ ଜାଣନ୍ତି। ସେମାନଙ୍କ ମନ କଥା ଘେନି କଳ୍ପନା ଲଳ୍ପନାର ପ୍ରୟୋଜନ ନାହିଁ। ଯାହା ମନ କଥା ଲୋଡ଼ା ତାହା ଆଡ଼କୁ ଦୃଷ୍ଟି ଦିଆଯାଉ। ବନ୍ଦାପନା ସାରି ଭୂୟାଣିଏ ଠିଆ ହୋଇ ରହିଲେ। କିନ୍ତୁ ଛାମୁ ପଟ୍ଟନାୟକଙ୍କ ଛାମୁରେ ଭୀମା ଯେପରି ଥିଲା ସେପରି ନୁହେଁ। କେହି ହେଲେଇ ଗେହ୍ଲେଇ ହୋଇ ମୁରୁକି ମୁରୁକି ହସି ଅନ୍ୟ ସଙ୍ଗେ କଥା କହୁଛି। କେହି ଠୋ ଠୋ କରି ହସି ଉଠୁଛି। ଜଣେ ହସି ହସି ଆଉ ଜଣଙ୍କ ଉପରକୁ ଢଳି ପଡ଼ୁଛି। କେହି କେବେ ପଛକୁ ମୁହଁ ଫେରାଇ ହସୁଛି, କେହି ତଳକୁ ମୁହଁ ପୋତୁଛି। ସେମାନଙ୍କ ମନୋଭାବ କଥାବାର୍ତ୍ତା ସେମାନେ ଜାଣନ୍ତି। ସମସ୍ତ ପରି ମଧ୍ୟ ଚୀନାମାଳି ଏହିପରି କରୁଛି। କିନ୍ତୁ ସେ ଶରଦ ମାଳିନୀର ନକ୍ଷତ୍ରମାଳା ମଧ୍ୟରେ ପୂର୍ଣ୍ଣ ସୁଧାକର ବା ଲଳିତା ବିଶାଖାଙ୍କ ମଧ୍ୟରେ ବୃଷଭାନୁ ଯେମାଙ୍କ ପରି ଦେଖାଯାଉଛି। ତଥାପି ଛାମୁ ପଟ୍ଟନାୟକଙ୍କ ମନ ମୋହିବା ପାଇଁ ସେ ଏପରି କରିବା ଜଣାଉ ନାହିଁ। ସେ ଜାଣେ ଯେ ସେ ସରଦାରର ଝିଅ, ସରଦାରର ନୂଆ ବୋହୂ। ତାହା ସ୍ୱାମୀର ପୂର୍ଣ୍ଣ ଯୌବନ। ତାକୁ ସମସ୍ତେ ଭଲ କହନ୍ତି। ପୁଣି ଭୂୟାଣୀ ଦଚାରୁଣୀ ହେଲେ ତାହାର ଜୀଇଁବା ଠାରୁ ମରିବା ଭଲ। ଏଣେ ଛାମୁ ପଟ୍ଟନାୟକ ଦରବୁଢ଼ା। ତାଙ୍କ ଜାତି ଭିନ୍ନ। ଏଠାରେ ସେ କଳାଙ୍କ ମଧ୍ୟରେ ଧଳା, ପାଳଙ୍କ ମଧ୍ୟରେ ବ୍ରାହ୍ମଣ ପରି। ସୁତରାଂ ଚୀନାମାଳି ବା ଅନ୍ୟ ଭୂୟାଣୀଙ୍କ ହସ ଖେଳ କଥାବାର୍ତ୍ତା ପ୍ରଭୃତି ପ୍ରତି ଛାମୁ ପଟ୍ଟନାୟକଙ୍କର ମନ ନାହିଁ କି ନୟନ ନାହିଁ। ଏଥିରେ ଯେ ଭୂୟାଙ୍କର ଆପତ୍ତି ନାହିଁ ତାହା ସ୍ପଷ୍ଟ ଦେଖାଯାଉଛି। କିନ୍ତୁ ଏଥିରେ କାହାରି ମନରେ କିଛି ସୁଖ ଦୁଃଖ ହଉ କି ନା ତାହା ଭୂୟାମାନେ ଜାଣନ୍ତି। ତାହା ଅନୁମାନ କରାଯାଇ ନ ପାରେ। କାରଣ ସବୁ ଭୂୟା ଭୂୟାଣୀଙ୍କ ପରସ୍ପର ସମ୍ବନ୍ଧ ଜଣା ନାହିଁ। କେବଳ ଭୀମା ଚୀନାମାଳି ପିଛ ପଡ଼ିଥିବା ମାଘ ଘୋଡ଼ାପବ ଦିନୁ ବିଶେଷ ଜଣାଅଛି। ସେ ଦୁହିଁଙ୍କ ବିବାହ ହେବା ପ୍ରସ୍ତାବ ସେଠାରେ ପଡ଼ିଲା। ଏବେ ଚୀନାମାଳି ବାଣ ସୁରକୁ ବାହାରି ହେଲାଣି। ଏଥିରେ ଚୀନାମାଳି ବା ଶାଶୁର କିଛି ପ୍ରକାଶ କରି ନାହାନ୍ତି। କେବଳ ସାଧୁ ସରଦାରର ଇଚ୍ଛାନୁସାରେ ଏହା ହୋଇଅଛି। ସାନ ହେଲେ ବି ତିଳ ସରଦାରୀ ପାଇବାର ଭୀମାର ଯେ ଆଶା ଥିଲା ତାହା ଆଉ ନାହିଁ। ବିଭାଘର ଦିନୁ ଭୀମା ଦୂରରେ ଦୂରରେ ଥାଏ। ଚୀନାମାଳି ସଙ୍ଗେ ଆକାଳେ ସକାଳେ ଭେଟ ହୁଏ। ଆଜି ପରି ବାପ ଉପସ୍ଥିତିରେ ଭୀମା ଚୀନାମାଳିଙ୍କର ମୁହାଁମୁହିଁ କେବେ ଘଟି ନ ଥିଲା। ସୁତରାଂ ଭୀମା ମନରେ କିଛି ହେବାର ସମ୍ଭାବନା। ଏହା ବୋଲି
ଯେ ସେ ବାପା କିମ୍ବା ଚିହ୍ନାମାଳି ଆଡ଼କୁ ଟାକି ରହିଛି ତା ନୁହେଁ। ଭ୍ରୂ, ନାସା, ଅଧର ପ୍ରଭୃତି ମଧ୍ୟ କିଛି ପ୍ରକାଶ ନାହାନ୍ତି। ତାହାର ମନ କିଛି ହେଉଛି କି ନା ଜାଣେ। ବାହାରୁ କିଛି ଜଣାପଡ଼ୁନାହିଁ। ତାହା ମନ ଏପରି କେତେ କାଳୁ ଲୁଚି ରହିବ ଦେଖାଯାଉ। ଭୀମା ମନ କଥା ଯେବେ ପ୍ରକାଶ ପାଉ, ସେହିପରି ଡେରିକି ଛାମୁ ପଟ୍ଟନାୟକଙ୍କର ତର ନାହିଁ। ତାଙ୍କ ନିଜ ଓ ଉଆସର ସୁନାବଳା, ରୂପାବଳା, ଖଟ ପଲଙ୍କ, କାନ୍ଥ ବାର ପ୍ରଭୃତି ସରଦାରେ ଓ ସରଦାରଙ୍କର ଓ ଗାଁର ଧାଙ୍ଗଡ଼ ଧାଙ୍ଗଡ଼ି, କୁକୁଡ଼ା ମାଙ୍କଡ଼, ଛେଳି ମେଣ୍ଢା ଛାମୁ ପଟ୍ଟନାୟକ ଶଙ୍ଖୋଳି ସାରିଲାରୁ କହିଲେ, ସରଦାରେ ଗହଣରେ ରଖିବା ପାଇଁ ତ ପୁଅରୁ ଗୋଟିଏ ଦେବାକୁ ଛାମୁରୁ ଆଜ୍ଞା ହୋଇଛି। ସାଧୁ କହୁଛି, ଛାମୁ ଗହଣ ଭଳି ମୋର ପୁଅ କାହିଁ? ଛାମୁ କହୁଛି, ବାଣା ଆଉ ଭୀମା। ସାଧୁ, ସେ ଛୁଆ ଦିଟା ଭାତ ଖାଇ ଜାଣିନାହାନ୍ତି। ଛାମୁ, ତାଙ୍କୁ ଛାମୁ ଦେଖିଛନ୍ତି ଆଉ ତାଙ୍କ କଥା ଶୁଣିଛନ୍ତି। ସେ ଦୁହେଁ ଛୁଆ କାହିଁକି ହୁଅନ୍ତେ? ସାଧୁ, ଯାହାଙ୍କର ବାପା ମା ଅଛନ୍ତି ସେ ଛୁଆ ନୁହନ୍ତି ଆଉ କ'ଣ? ଛାମୁ, ଛୁଆ ହେଲେ ବି ସେତେବେଳେ ଗହଣରେ ରଖିବାକୁ ଛାମୁର ଆଜ୍ଞା ହୋଇଛି। ସେତେବେଳେ ୟାକୁ ବଳି ଆଉ କଥା ଅଛି। ସାଧୁ, ତୁ ଯେବେ ସୁନା ପଞ୍ଜୁରୀରେ ଶୁଆଟାଏ କି ଶାରୀଟାଏ ରଖିବୁ, ସେ ବାଟ ପକେଇ ପଳେଇବ ନାହିଁ କି? ତାହାକୁ ଦେଖି ଆଉ ଶୁଆ ଶାରୀ ଆସି ପଞ୍ଜୁରୀରେ ଆପେ ଆପେ ପଶିଯିବେ। ତମ କଥା ଭିନେ, ଆମ କଥା ଭିନେ। ଛାମୁ, ଯେତେବେଳେ ଛାମୁଙ୍କର ମନ ହୋଇଛି ସେ ଗୋଟିଏ ନେବେ, ତେବେ ଏତେବେଳେ ଯାହାକୁ ସୁଖ ପାଅ ତାକୁ ପାଖରେ ରଖିନେଲେ ଭଲ ହେବ ନାହିଁ। ସାହୁ, ବାପ ମାଙ୍କୁ ସକଳ ସୁନ୍ଦର ଭେଣ୍ଡିଆଟି ଯେପରି ହାତ ଗୋଡ଼ ନଥାଇ ଖଣ୍ଡିଆଟି ସେପରି ସେ ଛୁଆ ଦିଖଣ୍ଡ ଦାରୁ ଆଗରେ ଦୁବ ପରି ମୁହଁ। ସାଧୁର କଥା ନ ସରୁଣୁ ଭୀମା କହିଲା, ବା ମୁଁ ଯିବି, ତୁ ମନା କରନା। ସାଧୁ, ତୋ ଛୁଆଟା କି ଜାଣୁ, ତୁ ଯିବୁ, ଆମେ କି କରିବୁ? ଭୀମା, ଭାଇ ଅଛି। ସାଧୁ, ସେ ଥିଲାକୁ କ'ଣ ହେଲା? ତୋରି ପରି ସେ ଛୁଆଟା ନା ଆଉ କ'ଣ? ଛାମୁ, ଛାମୁ ଆଜ୍ଞା ରଖ। ଭୀମା ବି ରାଜି ହେଲାଣି। ସାଥେ ସାଥେ ନେଇଯିବାକୁ ଛାମୁର ଆଜ୍ଞା ହେଉଛି। ସେ ମୋ ସାଙ୍ଗରେ ଚାଲୁ, ଏ ପରେ ଦେଖାଯିବ। ଛାମୁ ପଟ୍ଟନାୟକ କଥା କରିବାକୁ ଅନ୍ୟ ଭୂୟାଏ ବି କହିଲେ। ତାହା ଦେଖି ଶୁଣି ଭୀମା ମଧ୍ୟ ରଟ ଧଇଲା। ସରଦାର ଅଗତ୍ୟା ସମ୍ମତ ହେଲେ। ମନ କଥା କାହାରିକି କିଛି ନ କହି ଭୀମା ଛାମୁ ପଟ୍ଟନାୟକଙ୍କ ଅନୁଗାମୀ ହେଲା। ଅନ୍ୟ ଭୂୟାଣିଏ ଆପଣା ଆପଣା ବାଟ ଧଇଲେ। ଯେଝା ମନ କଥା ଯେଝା ମନରେ ରହିଲା। ଚତୁର୍ଥ ପରିଚ୍ଛେଦ। କଟିକେ ଗୋଟିଏ
ଅକାଳେ ସକାଳେ ଅଳିଏ ହେଉନ୍ତୁ ବା ନ ହେଉନ୍ତୁ, ତହିଁରେ ବଡ଼ ଦେଉଳ ବାନର କିଛି ଆସୁନାହିଁ କି ଯାଉନାହିଁ। ସେ ଖରା ବର୍ଷା ଦିନ ରାତି ସବୁବେଳେ ଆପଣା ମନକୁ କେବେ ଉଡ଼ୁଛି, କେବେ ହଲୁଛି, କେବେ ନୀଳଚକ୍ର ଉପରେ ପଡ଼ି ରହୁଛି। ବାହାରେ ବାନା ଯେପରି, ଭିତରେ ଠାକୁରେ ସେହିପରି। କେହି ଭୋଗରାଗ ଦେଉ ବା ନ ଦେଉ, ଠାକୁରେ ଦାରୁଭୂତ ମୁରାରି। ଯେ ଶ୍ରୀଅଙ୍ଗରୁ ଅଳଙ୍କାର ଚୋରାଇ ନେଉଛି, ତାହାର କ'ଣ କରୁଛନ୍ତି କିମ୍ବା ଯେ ଭକ୍ତିରେ ଗଦଗଦ ହୋଇ ସାଷ୍ଟାଙ୍ଗ ପ୍ରଣିପାତ ହେଉଛି, କାହା ପ୍ରତି ରୁଷ୍ଟ କି ତୁଷ୍ଟ ହେଉଛନ୍ତି, ତାହା କିଛି ଜଣାଯାଉ ନାହିଁ। ନିଶ୍ଚଳ ନୀରବ ମୂର୍ତ୍ତି, କିଛି କରିବା ନ କରିବା, ଆଖି ଦେଖୁ ନାହିଁ, କାନ ଶୁଣୁ ନାହିଁ କି ନାକ ଜାଣୁ ନାହିଁ। ପଛରେ ଯିଏ ଯାହା କହୁ ବା କରୁ, ଆଗକୁ ଯେ ଆସୁଛି ସେ ମୁଣ୍ଡ ତଳେ ନ ଲଗାଇ ଯାଉନାହିଁ। ଠାକୁରେ ତ ଅଧିକର କଥା, ଯେ ବେତା ଭିତରକୁ ଯାଉଛି ସେ ସିଂହଦ୍ୱାରରେ ମୁଣ୍ଡ ନ ନଇଁ ଯାଉନାହିଁ। ସେ ଠାକୁରଙ୍କୁ କି ସିଂହକୁ ଜୁହାର ହେଉଛି ତାହା ସେ ଜାଣେ, କିମ୍ବା ଯେଉଁ ମହାପ୍ରଭୁ ମଣିମା ହଜୁର ପ୍ରଭୃତିଙ୍କ ପ୍ରତିହାରେ ଛାଟିଆ ଅର୍ଦ୍ଦଳି ପ୍ରଭୃତି ଦର୍ଶନୀ ନ ପାଇଲେ ପାଖ ପୂରାଇ ଦିଅନ୍ତି ନାହିଁ, ସେମାନେ ଜାଣନ୍ତି। ସେ ଯାହା ହଉ, ଲୋକେ ସିଂହଦ୍ୱାରରେ ମୁଣ୍ଡ ନୁଆଁଇଛନ୍ତି, କିନ୍ତୁ ଦୋଳ ଦଶହରା, ଶିବରାତ୍ରି, ଜନ୍ମାଷ୍ଟମୀ ପ୍ରଭୃତିରେ ଯେ ଭାବ ଦେଖାଯାଏ, ବର୍ଣ୍ଣିତ ଦିନ ସେ ଭାବ ଦେଖାଯାଉ ନାହିଁ। ସ୍ୱତଃଚାଳିତ ହେଲାପରି କେହି ଦିଶୁନାହାନ୍ତି। ଅନୁରୋଧ ଉପରୋଧ ବା ଆଦେଶରେ ବେଢ଼ା ଭିତରକୁ ଯିବା ପରି ସମସ୍ତେ ଦେଖାଯାଉଛନ୍ତି। ଆପଣା ଆପଣା ଭାର୍ଗ ଭାବନାରେ କେହି ନୀରବ ନୁହନ୍ତି। ନାନା ଲୋକଙ୍କ ମୁଖେ ନାନା କଥା। ରାମା କହୁଛି ଯେ ତାହା ବାପ ଅନେକ ଦିନ ହେଲା ଆଜାରି ଅଧିକ ପଡ଼ିଛି। ମାଧିଆ ଯେଉଁ ବଳଦ କିଣିଛି, ସାଧୁଆ ତାହାର ପ୍ରଶଂସା କରି ଦାମ ପଚାରୁଛି। ଶାମା କହୁଛି ଯେ କାହୁଁ ଖଜଣା ଦେବ ତାହା ତାକୁ ଦିଶୁନାହିଁ। ହରିଆ ରସିଦ ପାଇଁ ବ୍ରୀହି ଉଧାର ମାଗୁଛି। ଯଦୁଆ କହୁଛି ଯେ 3-4 ଅଣା ସୁଧ ହେଉ ପଛକେ ବୈବର୍ତ୍ତିଣୀ ଟଙ୍କା ଦେଉଛି ବୋଲି ଇଜତ ମହତ ରହୁଛି। ମଧୁ କହୁଛି ଗନ୍ତେଇ ତ ଯେ ଚିନି ପାଆକୁ ସେରେ ବୋଲି ବିକୁଛି, ତାହା ତାକୁ କିପରି ସହିବ? ଏହା ଶୁଣି ବଳିଆ କହୁଛି ସେ ରଜାଘର ଚିଜ, ତହିଁରେ ସୁନା ଲାଗିଛି। ସତା ହେଉ କି ପଚା ହେଉ, ଗନ୍ତାଘର ଚିଜ୍ ନ କିଣିଲେ ନ ଚଳେ। ଏହିପରି କଥାବାର୍ତ୍ତା ହୋଇ ସଭିଏଁ ବେଢ଼ା ଭିତରକୁ ଯାଉଛନ୍ତି। କେବେ କେବେ ଜଣେ ଅଧେ ଫେରୁଛନ୍ତି। ଆପଣା ଆପଣା କଥାର ଏପାଖ ସେପାଖ ନହିବା ଯାଏ ଲୋକେ ଠାକୁରଙ୍କୁ ଧରି ପଡ଼ିଲା ପରି ବୋଧ ହେଉଛି।
ଏମାନେ ଯେ ମୂଲିଆ ପାନିଆଙ୍କ ପରି କେବଳ ଗରିବ ଲୋକେ ତାହା ନୁହେଁ। ଏଥିରେ ଦଳେଇ ବଳବେହେରା, ନାୟକ, ଗଡ଼ନାୟକ, ସର୍ଦ୍ଦାର, ତହସିଲଦାର ପ୍ରଭୃତି ସବୁ ପ୍ରକାରର ଲୋକେ ଅଛନ୍ତି। କ୍ରମେ କ୍ରମେ କରଣ, ନରକରଣ, ପାଞ୍ଜିଆ, ସଭାପଣ୍ଡିତ, ପାଟଯୋଶୀ, ବ୍ରହ୍ମା, ରାୟଗୁରୁ ପ୍ରଭୃତି ଆସି ମିଶୁଛନ୍ତି। ଏହିପରି ଆସୁ ଆସୁ ରାଜ୍ୟର ବୈଭର୍ତ୍ୟ ମଧ୍ୟ ଦେଖାଦେଲେ। ରାଜାଙ୍କର ଏ ଚଳନ୍ତି ପ୍ରତିମା। ଏହାଙ୍କର ବିଦ୍ୟମାନରେ ଆଉ ଆମେ ଚନ୍ଦ୍ରମଣ୍ଡଳ ନିକଟରେ ଦୈତ୍ୟ। ଏହାଙ୍କୁ ଛାଡ଼ି ଆଖି ଆଉଆଡ଼େ ଯାଇ ନପାରେ। ଅଧିକ କି ସ୍ୱୟଂ ପ୍ରକୃତି ଦେବୀଙ୍କ ସୁଦୃଷ୍ଟି ଏହାଙ୍କୁ ଏଡ଼ିପାରି ନାହିଁ। ଦେଖିବାକୁ ସୁଦୀର୍ଘ, ସବଳ, ସୁନ୍ଦର ପୁରୁଷ। ଅଙ୍ଗଶୈଷ୍ଠବ୍ୟ ଦେଖିଲେ ପୌଢ଼ ବୟସ ବେଳେ ବେଳେ ପଶିଲା ପରି ବୋଧ ହୁଏ। ସୁପ୍ରଶସ୍ତ ଲଲାଟ, ଉନ୍ନତ ନାସିକା, ବୃଷସ୍କନ୍ଧ, ବିଶାଳ ବକ୍ଷ, ଆଜାନୁଲମ୍ବିତ ଭୁଜ ପ୍ରଭୃତି ଦେଖି ଶତ୍ରୁ ନ ଶଙ୍କି ରହିପାରେ। ବାହାରୁ ଦେଖିଲେ ହୃଦୟ ଗଙ୍ଗାରୁ ଗଭୀର ପରି ସ୍ପଷ୍ଟ ଜଣାଯାଏ। ତହିଁରେ ପୁଣି ଚଉପାଶରେ ଛାଟିଆ, ଡାକୁଆ ପ୍ରଭୃତି ଘେନି ବେବର୍ତ୍ତ ଯୁଥପତି ପରି ଝୁଲା ଧରି ଧୀରେ ଧୀରେ ଚାଲୁଛନ୍ତି। ବୈବର୍ତ୍ତଙ୍କ ନାମ ଶୁଣିଲେ ବାଟ ଛାଡ଼ି ଲୋକେ ଅଲଗା ହୁଅନ୍ତି। ନିଜେ ତାଙ୍କୁ ଦେଖି ପାଞ୍ଚ ହାତ ଘୁଞ୍ଚି ଯାଇ ଏବେ ଲମ୍ ଲମ୍ ହୋଇ ପଡ଼ି ଜୁହାର ହେଉଛନ୍ତି। ତଥାପି ପାଖ ଲୋକେ ଦୂର ଦୁଇ କରିବାକୁ ଛାଡ଼ୁନାହାନ୍ତି। ଦୁଇ ଚାରିପଦ ଗାଳି ମଧ୍ୟ ଦେଉଛନ୍ତି। କେବେ କେବେ କାହାରିକୁ ପାହାରେ ଦୁଇ ପାହାର ଦେଇ ଯାଉଛି। ପାଖ ଲୋକଙ୍କର ପାଟି ହାତ ସୁଖ ପାଇଁ କି ଅନ୍ୟ କାହିଁ ପାଇଁ ଏସବୁ ହେଉଛି ତାହା ସେମାନେ କିମ୍ବା ବେବର୍ତ୍ତ ଜାଣନ୍ତି। ଏ ଭଲ କି ମନ୍ଦ ସେମାନେ ବୁଝନ୍ତି। ସେ ଯାହା ହେଉ, ବେବର୍ତ୍ତ ଯେ ପ୍ରଶାନ୍ତ ସୁଧୀର ଏହା କେହି ମନା କରି ନପାରେ। ଦୂର ଦୂର କରି ପାଖେ ନ ପୂରାଇ ଦେବାକୁ ଯାହାଙ୍କର ପାଖ ଲୋକେ ଥାଆନ୍ତି, ତାହାରି ପରି ଗୁଣ ସବୁ ଆଖି ଦୁରୁସିଆ। ରାମାଶାମାଙ୍କ ପରି ଅଦାନା ଲୋକଙ୍କ ଉପରେ କାହାରି ଆଖି ପଡ଼େ ନାହିଁ। କିନ୍ତୁ ବେବର୍ତ୍ତ ଆପଣା ପଦମର୍ଯ୍ୟାଦା ପ୍ରତି ଦୃଷ୍ଟି ରଖି ଧୀରେ ଧୀରେ ଯାଇ ଗରୁଡ଼ ଖମ୍ବରେ ସାଷ୍ଟାଙ୍ଗ ପ୍ରଣାମ କରି ମୁଖ ସିଆଡ଼ି ଦୁଆରେ ଠିଆ ହେଲେ। ତିନି ଠାକୁରଙ୍କର ତିନି ପଣ୍ଡାଏ ରୂପା ଥାଳିଆରେ ତୁଳସୀ ଆଉ ଦଣ୍ଡା ଏବଂ ତିନି ଗୋଟି ରୂପା ଝରିରେ ପାଣି ଘେନି ଉପସ୍ଥିତ ହେଲେ। ପାଦୋଦକ ଦେଇ ବେବର୍ତ୍ତଙ୍କର ଗଳାରେ ତିନି ଦଣ୍ଡା ଲମ୍ବାଇ ଦେଲେ। ଏଣେ ଆଉ ଦୁଇ ଜଣ ବ୍ରାହ୍ମଣେ ପିତ୍ତଳ ଥାଳିଆ ଓ ଗଡ଼ୁ ଘେନି ବ୍ରହ୍ମା, ରାୟଗୁରୁ, ଛାମୁ ପଟ୍ଟନାୟକ, ଛାମୁକରଣ, ନଅର ବିଷୋଇ ପ୍ରଭୃତିଙ୍କୁ ଜଳ ତୁଳସୀ ଦେବାକୁ ଲାଗିଲେ। କାର୍ଯ୍ୟର ସୁବିଧା ପାଇଁ ଯେ ଏପରି କରାଗଲା କିମ୍ବା ଦଣ୍ଡା ଅଭାବରୁ ଯେ ଆଉ କେହି ଦଣ୍ଡା ନ ପାଇଲେ ତାହା ନୁହେଁ।
ରାଜାଙ୍କ ବ୍ୟତୀତ ବୈବର୍ତ୍ତ୍ୟଙ୍କ ପରି ଆଉ କେହି ଜଳ ତୁଳସୀ ବା ଦଣ୍ଡା ପାଇବା ବିଧି ନୁହେଁ। ଏକ ପକ୍ଷରେ ବୈବର୍ତ୍ତ୍ୟଙ୍କ ବାପ ଅଜା କି ଥିଲେ ଓ ସେ ନିଜେ କିପରି ଅବସ୍ଥାରୁ ଉଠି ଠାକୁରମାନଙ୍କର ଏପରି ଅନୁଗ୍ରହ ପାତ୍ର ହୋଇ ଅଛନ୍ତି, ତାହା ସବୁ ଭାବି ଦେଖିଲେ ଯାହା ହେଲା ତାହା ଦ୍ୱାରା ଗୁଣର ଘୋଷଣା ହେଉଛି। ଅପର ପକ୍ଷରେ ସବୁ ମନୁଷ୍ୟ ସମାନ। ବୈବର୍ତ୍ତ୍ୟଙ୍କ ସଙ୍ଗେ ଆଉମାନଙ୍କର ଯେ ପ୍ରଭେଦ ଦେଖାଇ ଦିଆଗଲା ତାହା ଅନୁଚିତ ନ ହେଲେ ବି ବାଞ୍ଛନୀୟ ହୋଇ ନପାରେ। କିନ୍ତୁ ଏପରି କାଳେ କାଳେ ଚଳି ଆସୁଛି। ଏହା ପଦେ ଦୁଇ ପଦ କଥାରେ ଭାଙ୍ଗିବାର ନୁହେଁ। ପ୍ରଚଳିତ ପ୍ରଥା ଅନୁସାରେ ରାଜ୍ୟ ଲୋକଙ୍କର ସମ୍ମୁଖରେ ବୈବର୍ତ୍ତ୍ୟଙ୍କ ବଡ଼ପଣିଆ ଘୋଷଣା କରି ଦିଆଗଲା ଯେ ତହିଁରେ କିଛି ପାଟି ଫିଟାଇଲେ ନାହିଁ ସତ, କିନ୍ତୁ ଗରୁଡ଼ ଖମ୍ବ ନିକଟରେ ତାଙ୍କ ପାଇଁ କୌଣସି ଆସନ ଲୋଡ଼ା ହେଲା ନାହିଁ। ଅନ୍ୟମାନଙ୍କ ପରି ସେ ଭୂଇଁରେ ବସିଲେ। ପୁଣି ଆଉମାନଙ୍କ ମଧ୍ୟରୁ କିଏ କେଉଁଠାରେ ବସିବ ତାହା ବି ନିର୍ଦ୍ଦେଶ କରିଲେ ନାହିଁ। ଆରେ ସଖୀ, ଆପଣା ମୁହଁ ତ ଆପେ ରଖି କଥା ଅନୁସରି ବ୍ରାହ୍ମଣ, ରାୟଗୁରୁ, ପାଞ୍ଜିଆ ପ୍ରଭୃତି ଆପଣା ଆପଣା ସ୍ଥାନ ଖୋଜି ନେଲେ। ଏଠାରେ ଚୌକି କିମ୍ବା ବେଞ୍ଚ ନାହିଁ କିମ୍ବା କାହାରି ହାତ ଲୋଡ଼ା ନାହିଁ। ମାଟିରେ କେହି କେହି ପଛାଡ଼େ ତଳିପା ଲୁଚାଇ ଆଣ୍ଠୁ ମାଡ଼ି କେହି କେହି ଚେକା ପକାଇ କେହି କେହି ବା ଆଣ୍ଠୁ କୁଣ୍ଡାଇ ବସିଲେ। କିନ୍ତୁ ଆପେ ଆପେ ବ୍ରାହ୍ମଣ, କରଣ, ମହାନାୟକ, ଗଡ଼ନାୟକ, ଦଳେଇ ପ୍ରଧାନ, ସରଦାର ପ୍ରଭୃତି ବୈବର୍ତ୍ତ୍ୟଙ୍କ ନିକଟକୁ ଓ ଚଷା ଗଣ୍ଡ ଭୂୟାଁ ପ୍ରଭୃତି ତାଙ୍କଠାରୁ ଦୂରେଇ ରହିଲେ। କେତେ ଲୋକେ ଠିଆ ହୋଇ ରହିଲେ। ଆପଣା ଦୁଇ କଥା ବୁଝି ଆପଣାର ସ୍ଥାନ ନେଲେ। କେହି କାହାରି ସ୍ଥାନ ପାଇଁ କଳି କରିବାକୁ ନାହିଁ କିମ୍ବା କେହି କାହାରି ତିଆରିବାକୁ ନାହିଁ। ସ୍ତ୍ରୀ ଲୋକେ ଏକଦଳ ହୋଇ କିଛି ଦୂରରେ ଠିଆ ହୋଇ ରହିଲେ। ସ୍ଥାନାଭାବରୁ ଯେ ଏପରି ହେଲା ତାହା ନୁହେଁ। ସେମାନେ ଜାଣନ୍ତି ଯେ ସଭାରେ ବସି ସଭାଜନ ହେବା ତାଙ୍କର ନୁହେଁ। କିନ୍ତୁ ଏପରି ଭାବରେ ରହି ସେମାନେ ସଭା ଦେଖିଥାନ୍ତି ଆଉ ସଭା କଥା ଶୁଣିଥାନ୍ତି। ଏହିପରି ସଭା ପୂର୍ଣ୍ଣ ହେଲାରୁ ଚନ୍ଦ୍ର ଗଡ଼ନାୟକ କହିଲେ, କ'ଣ ନା ଶାନ୍ତେ ଲଢ଼ାଇ କେବେ ହେବ? ମଦନ କହୁଛନ୍ତି, ଯେଉଁଥିପାଇଁ ଆସିଥାଇଁ ସେ କଥା କୁଆଡ଼େ ଗଲା ଆଗେ ଲଢ଼େଇ କଥା? ଯଦୁ କହୁଛନ୍ତି, ଆମ କାଣ୍ଡ ବାଉଁଶ ଘୁଣ ଖାଉଛି, ଖଣ୍ଡାରେ କଳଙ୍କ ଲାଗିଛି। ଲଢ଼େଇ କଥା ଆଗେ ନୁହେଁ ତ ଆଉ କେଉଁ କଥା? ହରି, ବସି ବସି ଜାଗିରି ଖାଇ ଦୁଇ ପେଟ ପୁରୁନାହିଁ କି ଦିନ ସରୁନାହିଁ। ଲଢ଼େଇ ନହେଲେ ହେଉଛି? ଚମ୍ପଟ ସିଂହ କହୁଛନ୍ତି, ହଁ ହଁ, ଚଷା କି ଜାଣେ କପୁରର ଗୁଣ, ଶୁଙ୍ଘି ଶୁଙ୍ଘି ବୋଲେ ସଇନ୍ଧବ ଲୁଣ। ମଦନ, ପର ହାଣିଲା କଡ଼ି ବା ପିଇଲା ପରି ଲାଗୁଛି। ଆମ୍ଭେ ଡାଲି ଚାଉଳ ଯୋଗାଇ ଦୁଇ ବେଠି କରି ଦୁଇ ମରିବୁ। ତୁମ୍ଭେ ତ କାଣ୍ଡ ପଟେ ମାରି ଖଣ୍ଡା ପଟେ ହଲେଇ ଦେଲେ ବାଜା ବଜେଇ
ଝପଟ ସିଂହ, ଚମ୍ପଟ ସିଂହ, ରଣବାଜ ସିଂହ, ଶାଢ଼ୀ ବାନ୍ଧ ଛାଡ଼ି ଫୁଲେଇ ଫୁଲେଇକା ଯିବ। ଏଥିରେ ତୁମ୍ଭେ ଲଢ଼େଇ ନ ଖୋଜିବ କାହିଁକି? ବ୍ରହ୍ମା, ଆହେ ଗଡ଼ନାୟକେ, ଲଢ଼େଇ କଥା ଯାହା ହେବାର ତାହା ରାଜ ଦରବାରରେ ହେବ। ସେ କଥା ଏଠି ନେଇ ବସିଲେ କ'ଣ ହବ? ଯେଉଁଥିପାଇଁ ସେଥିରେ କି କ'ଣ କହୁଛ କୁହ? ବ୍ରାହ୍ମଣ କଥା ଶୁଣି ସମସ୍ତେ ନୀରବ। କିଛି କ୍ଷଣ କାହାରି ତୁଣ୍ଡ ହଲିଲା ନାହିଁ। ତାହା ହେବାର କଥା ନୁହେଁ। ଏହା ପୁରୁଣା କାଳିଆ ଗାଉଁଲି ସଭା ପରି। ଏଠାରେ ସଭାପତି, ସମ୍ପାଦକ, ସମ୍ପାଦିକା, ପ୍ରସ୍ତାବକାରୀ, ପ୍ରସ୍ତାବକାରିଣୀ ପ୍ରଭୃତି ନାହାନ୍ତି। ପ୍ରସ୍ତାବମାନ ପୂର୍ବରୁ ଲେଖା ପଢ଼ି ହୋଇ ଆସି ନାହିଁ। ପ୍ରସ୍ତାବମାନ ଅନୁମୋଦନ ସମର୍ଥନ କରିବାକୁ ଲୋକ ନିର୍ବାଚିତ ହୋଇ ନାହାନ୍ତି। ଦଣ୍ଡାୟମାନ ଉଦ୍ବୋଧନ ସମ୍ବୋଧନ ପ୍ରଭୃତି ହେବାର ନାହିଁ। ଭାବଭଙ୍ଗୀ ପ୍ରଦର୍ଶନ, ହସ୍ତପଦ ସଞ୍ଚାଳନ କିମ୍ବା ବାକ୍ଜାଲ ପ୍ରସାରଣ, ତର୍ଜନ ଗର୍ଜନ, ତାଡ଼ନା ଲାଞ୍ଛନା, ଉତ୍ତେଜନା, ବଞ୍ଚନା ରଞ୍ଚନା ପ୍ରଭୃତି ନାହିଁ। ଅଭିଧାନ ଅଳଙ୍କାର ଛଟକ, ବଚନ ପିଉଷର ଚଟକ ଦେଖାଇବାକୁ କେହି ଆସିନାହିଁ। କଥାରେ ଭୁଲି ଅନୁତାପର ଆଶଙ୍କା ନାହିଁ। ପଞ୍ଚମୁଖେ ହରି କଥା ଅନୁସାରେ ଆପଣା ଦୁଇ ମନ କଥା ପ୍ରକାଶ କରିବାକୁ ପଣ୍ଡିତ ମୂର୍ଖ ଏକତ୍ରିତ ହୋଇଛନ୍ତି। ଅଥଚ ସମସ୍ତେ ନୀରବ। କିନ୍ତୁ ଏହା ଅଧିକ କ୍ଷଣ ରହି ପାରିଲା ନାହିଁ। କିଛି କ୍ଷଣ ଉତ୍ତାରୁ ଲୋକେ ଫୁସ୍ଫାସ୍ ହେବାକୁ ଆରମ୍ଭ କଲେ। ଏହିପରି ମଧ୍ୟ କିଛି କ୍ଷଣ ଗଲା। ଅଥଚ ବିଲେଇ ବେକରେ ଘଣ୍ଟି ବାନ୍ଧିବାକୁ କେହି ଆଗଉ ନାହାନ୍ତି। ଏଥି ମଧ୍ୟରେ ସ୍ତ୍ରୀ ଲୋକମାନଙ୍କ ମଧ୍ୟରୁ ଜଣେ ଡାକି କହିଲା, ଟିପ୍ ଟିପ୍, ହଳଦିଆ ଟିପ୍। ସେ ଟିପ୍ ଯାଇ ନାହିଁ, ପାଟକନାରେ ବନ୍ଧା ହୋଇ ରହିଛି। ଏ କଥା କିଏ କହିଲା? କାହିଁକି କହିଲା? ଏହା ସତ କି ମିଛ ତହିଁ କି କେହି ମନ ହେଲେ ନାହିଁ। ଏଣେ ସଭା ଲୋକଙ୍କୁ ସମ୍ବୋଧନ କରି ପାଞ୍ଜିଆ କହିଲେ, ବେଳ ଯାଉଛି, କେହି କିଛି କହୁନା, ଖାଲି ଫୁସ୍ଫାସ୍ ହଉଛ। ଏହା ଶୁଣି 80 ବର୍ଷିଆ ବୁଢ଼ା ଯୋଗୀ ସରଦାର କହିଲା, ଆଜ୍ଞା, ଥଟ୍ଟାଟା ସଭିଏଁ ଜାଣନ୍ତି। ତାହା ଘେନି ଫୁସ୍ଫାସ୍ ହେଉଛନ୍ତି। କେହି ପାଦକୁ ବାହାରୁ ନାହାନ୍ତି। ଆପଣ ଥରେ ତାହା ସଭାରେ ପକାଇ ଦିଅନ୍ତୁ ଯେ ସବୁ ଭାଙ୍ଗିଯିବ। ଏଥିରେ ପାଞ୍ଜିଆ କହିଲା, ନଅର ବିଷୟୀଙ୍କ ଭଉଣୀ ସଙ୍ଗେ ବୈବର୍ତ୍ତଙ୍କ ପୁଅର ବିଭା କରିବାକୁ। ବୈବର୍ତ୍ତଙ୍କ ଭାରି ଇଚ୍ଛା। ଏଥିରେ ନଅର ବିଷୟୀଙ୍କ ବଡ଼ ଭାଇ ରାଜି ହେଲେଣି। କିନ୍ତୁ ରାଜ୍ୟ ଲୋକେ ନିନ୍ଦା କରିବେ ବୋଲି କେହି ସେ ବା ତାଙ୍କ ମା ରାଜି ହେଉନାହାନ୍ତି। ଏବେ ନଅର ବିଷୟୀ ବସିଛନ୍ତି, ବୈବର୍ତ୍ତା ବସିଛନ୍ତି। ରାଜ୍ୟ ଲୋକ ବି କହୁଛନ୍ତି ସେ ଦୁହିଁଙ୍କର ମୁହଁ ଉପରେ କୁହନ୍ତୁ। ଏହା ଶୁଣି ଯୋଗୀ ସରଦାର ପଚାରିଲେ, ମହାରାଜ କି କହୁଛନ୍ତି ଆଉ ବ୍ରାହ୍ମଣ କ'ଣ ପାଠ ହେଉଛନ୍ତି? ପାଠ ଦେଉଛନ୍ତି? ଏତିକି ରାୟଗୁରୁ କହିଲେ। କଥାରେ ଅଛି, ରାଜାନୁଗତ ଧର୍ମ। ପୁଣି ବ୍ରାହ୍ମଣ ବିଡ଼ି ବିଡ଼େଇ ବେଦ। ସେହି ଦୁହିଁଙ୍କ କଥା ଛାଡ଼ି ତୁମ କଥା ବୋଲ। ତାହା ଜଣାଗଲାରୁ ବ୍ରାହ୍ମଣ ବ୍ରହ୍ମାଶାସ୍ତ୍ରରୁ ବ୍ୟବସ୍ଥା ଦେବେ। ମହାରାଜା ତାହା କରିବାର ତାହା କରିବେ। ରାୟଗୁରୁଙ୍କ କଥା ନ ସରୁଣୁ ସ୍ତ୍ରୀ ଲୋକଙ୍କ ମଧ୍ୟରୁ ଜୀର୍ଣ୍ଣ ଶୀର୍ଣ୍ଣ
ଧୂଳି ଧୂସରିତ ବସ୍ତ୍ରାବୃତା ଅବଗୁଣ୍ଠନବତୀ ଜଣେ ସ୍ତ୍ରୀ ଲୋକ ବାହାରି ଆସି କହିଲା, ଗୋସାଇଁମାନେ, ମୁଁ ଯାହା କହିଲି ତାହା କହି ଘେନା କଲ ନାହିଁ। ତେବେ ବି ପୁଣି କହୁଛି, ତଳେ ବସୁମାତା ଉପରେ ଧର୍ମଦେବତା ପଞ୍ଚମୁଖୀ ହରି। ଏହି ସବୁ କଥା ମନେ ରଖି ଠିକ୍ ଠିକ୍ ହିସାବ କରିବା ହେବ। ଏହା ଶୁଣି ଯୋଗୀ ସରଦାର ପଚାରିଲା, ତୋ କଥା କ'ଣ? ସ୍ତ୍ରୀ କହୁଛି, ସେହି ଟିପ୍ ହଳିଆ ଟିପ୍। ଯୋଗୀ କହୁଛି, ଖାଲି ଟିପ୍ ଟିପ୍ ହେଲେ କ'ଣ ହେବ? କଥାଟା କ'ଣ ସବୁ କହ। ସ୍ତ୍ରୀ କହୁଛି, ଗୋସାଇଁମାନେ, ନଅର ବିଷୟୀଙ୍କ ଗୋସାଇଁ ଗୋସବାଙ୍କୁ ହଳିଆ ଟିପ୍ ଦେଖିଦେଇ ବେବର୍ତ୍ତାଙ୍କ ଗୋସବାପ ହଳିଆ ହୋଇ ରହିଥିଲେ। ବେବର୍ତ୍ତାଙ୍କ ବାପେ ତାଙ୍କ ଘରର ଖମାରି ଥିଲେ। ଘର ପଡ଼ିରେ ସବୁ ପଡ଼ିଗଲା। କିନ୍ତୁ ସେ ଟିପ୍କୁ ପାଟକନାରେ ବାନ୍ଧି ନଅର ବିଷୟୀଙ୍କ ମା ରଖିଛନ୍ତି। ମୁଁ ଏତିକି କହିଲି, ଆଉ ସବୁ କଥା ଠାକୁରେ ଜାଣନ୍ତି। ତଳେ ବସୁମାତା ଉପରେ ଧର୍ମଦେବତା ପଞ୍ଚମୁଖୀ ହରି। ଏତିକି କହି ସ୍ତ୍ରୀ ଲୋକଟି ଶୀଘ୍ର ଯାଇ ଅନ୍ୟମାନଙ୍କ ସଙ୍ଗେ ମିଶିଗଲା। ସ୍ତ୍ରୀ ଲୋକର ଉକ୍ତି ବିଷମ ସମସ୍ୟା ଉପସ୍ଥିତ କଲା। ସମ୍ମୁଖରେ ଦ୍ୱିତୀୟ ରାଜା ପ୍ରବଳ ପ୍ରତାପୀ ବୈବର୍ତ୍ତ। ତାଙ୍କ ପୂର୍ବପୁରୁଷ ଯେ ମୂଲିଆ ମୁଣ୍ଡା ଥିଲେ ତାହା ଜଣାଶୁଣା। ପୁଣି ବୁଦ୍ଧିବିଦ୍ୟା କଳକୌଶଳରେ ସେ ଯେ ନଅର ବିଷୟୀଙ୍କ ଘରୁ ବେବର୍ତ୍ତା ପଣ କାଢ଼ି ନେଇଛନ୍ତି ତାହା କାଲି କଥା। ଜାତିରେ ସେ ଖଣ୍ଡାୟତ। ନଅର ବିଷୟୀକରଣ ତାଙ୍କର ଘର କେତେ ପୁରୁଷର ଓ କେଉଁ କାଳୁ ତାଙ୍କ ଘରୁ ବେବର୍ତ୍ତା ହୋଇ ଆସୁଥିଲେ, ବାହା ଅଳ୍ପ ଲୋକେ ଜାଣନ୍ତି। ଉଠିବା ପଡ଼ିବା, ବଢ଼ିବା ଛଡ଼ିବା ଦିନ ରାତି ପରି ଲାଗି ରହିଛନ୍ତି। କେହି ଆପଣା ବାହୁବଳରେ ରାଜ୍ୟ ସ୍ଥାପନ କରି ସ୍ୱନାମଧନ୍ୟ ପୁରୁଷ ବୋଲାଉଛନ୍ତି। କେହି ବା ବଡ଼ ପଣିଆ ଦେଖାଇବା ପାଇଁ ବେବର୍ତ୍ତା ଲଳାୟିତ ଓ ଚେଷ୍ଟିତ ବୋଲି କାହାରିକୁ ଅଜଣା ନାହିଁ। ଏଣେ ପୁଣି କଥା ରହିଛି ଯେ କାଇଞ୍ଚ ମାଟିରେ ପଡ଼ିଲେ ତାହାର ଜ୍ୟୋତି ବୁଡ଼େ ନାହିଁ। ଦୁଃଖରେ ଥିଲେ ବି ନଅର ବିଷୟୀଙ୍କି ତାଙ୍କ ମା, ଆଈ ପ୍ରଭୃତି ପୁରୁଣା ଘର କଥାର ଟାଣ ଛାଡ଼ିବାକୁ ନାହାନ୍ତି। ଏହି ଘେନି ରାଜ୍ୟ ଲୋକଙ୍କର ସଭା। ନେପୋଲିଅନ ବୋନାପାର୍ଟଙ୍କ କଥା ଜାଣିଥିଲେ ଶୁଣିଥିଲେ ସଭା ଲୋକେ କି କହିଥାନ୍ତେ ବା କରିଥାନ୍ତେ ବୋଲାଯାଇ ନ ପାରେ। କିନ୍ତୁ ସ୍ତ୍ରୀ ଲୋକର କଥା ଶୁଣି ସଭା ନୀରବ ନିସ୍ତବ୍ଧ। କାହାର ତୁଣ୍ଡ ହଲିବାକୁ ନାହିଁ। କାହାରି ମନ କଥା କିଛି ଜଣାପଡ଼ୁନାହିଁ। ସମସ୍ତେ କିଂ କର୍ତ୍ତବ୍ୟ ବିମୂଢ଼ ପରି। ଏହିପରି କିଛି କ୍ଷଣ ଗଲାରୁ ପାଞ୍ଜିଆ କହିଲା, ବେଳ ଯାଉଛି, ସମସ୍ତେ ତୁନି ହୋଇ ମୁନି ପରି ବସିଲ ଯେ। ବୁଢ଼ା ଯୋଗୀ ସରଦାର ମଧ୍ୟ ସତ ସତ ବୋଲି କହିଲା। ଏଥିରେ ସବୁରି ପାଟି ଫିଟିଲା। କେହି କହିଲା, କରଣ ମହାଲୟଙ୍କର ମଧ୍ୟରେ ଝିଅ ପୁଅ ଦେବା ନେବା ଚଳୁଛି। କେହି କହିଲା, ପଇସା
ଅଲୋଭରେ କେଉଁଠି କେଉଁଠି ସେପରି ହେଉଛି। ସେ କିଛି କଥା ନୁହେଁ। ତାହା ହେଉଥିଲେ ଦୁଇଟା ଜାତି କାହିଁକି? କେହି କହିଲା ଚଷା ପଡ଼ିବଣି। ମାହାନ୍ତି ମାହାନ୍ତି ଛିଡ଼ି ଛିଡ଼ି ଚାଷ। କେହି କହିଲା ଯେ ଝିଅ ଦିଏ ସେ ଲଘୁ। ବେବର୍ତ୍ତାଙ୍କ ଘରକୁ ଝିଅ ଦେଇ କରଣ ଲଘୁ ବୋଲି ଦେଖାଇବେ କାହିଁକି? କେହି କହିଲା ଜନ୍ଦା ଧାଡ଼ିରେ ଜନ୍ଦା ଯାଉଛି, ପିମ୍ପୁଡ଼ି ଧାଡ଼ିରେ ପିମ୍ପୁଡ଼ି ଯାଉଛି। ସାନ ବଡ଼ କେହି କହିଲା ଗଧ ଘୋଡ଼ା ମିଶିକରି ଯେ ଛୁଆ ହେଉଛି ସେ ଖଚର ବୋଲାଉଛି। ଗଧ ବୋଲାଉ ନାହିଁ କି ଘୋଡ଼ା ବୋଲାଉ ନାହିଁ। କେହି କହିଲା ଗଧ ଘୋଡ଼ାଙ୍କ କଥା ଭିନେ, କରଣ ମହାନାୟକଙ୍କ କଥା ଭିନେ। ଏହିପରି ନାନା ଲୋକେ ନାନା କଥା କହିଲେ। ନାନା ସ୍ରୋତ ପ୍ରବାହିତ ହେବାକୁ ଲାଗିଲା। ସମସ୍ତେ ଗୋଟାରେ ଭାସିଯିବେ କି ନାହିଁ ଜଣାଗଲା ନାହିଁ। ପୂର୍ବରୁ ନିର୍ଦ୍ଧାରଣମାନ ଠିକ୍ କରି ପ୍ରସ୍ତାବ ବକ୍ତା ପ୍ରଭୃତି ସ୍ଥିର କରିଥିଲେ ଏପରି ହୋଇଥାନ୍ତା କି ନାହିଁ ବୋଲାଯାଇ ନପାରେ। କିନ୍ତୁ ଈଦୃଶ ଗାଉଁଲି ସଭାରେ ତାହା ଶୋଇ ନଥାଏ। ଏହା ଭଲ କି ମନ୍ଦ ଉଭୟ ପ୍ରକାରର ସଭାର ଲୋକେ ଜାଣନ୍ତି। ଉପସ୍ଥିତ ସଭାରେ କି ହେବ, ସମୁଦ୍ର ମନ୍ଥନରୁ କି ବାହାରିବ, ତାହାର ଆଭାସ ମିଳିବା ପୂର୍ବେ ଯେଉଁ ଗଛ ତଳେ ସଭା ବସିଲା ତହିଁରୁ କିଛି ବେବର୍ତ୍ତାଙ୍କ ଆଗରେ ନଥ୍ କରି ପଡ଼ିଲା। ବେବର୍ତ୍ତା ଓ ତାଙ୍କ ସନ୍ନିକଟସ୍ଥ ଲୋକେ ଚମକି ପଡ଼ି ଉଠି ପଛକୁ ଘୁଞ୍ଚିଲେ। କେତେଜଣ ମାର୍ ମାର୍ ବୋଲି କହି ଉଠିଲେ। ଏ କି ହେଲା ବୋଲି କେହି କେହି ବୋଇଲେ। ଦେବକୂଟ ହେଲା ବୋଲି କେହି କେହି ବା କହିଲେ। ଏଥିମଧ୍ୟରେ ସଭାସ୍ଥ ଲୋକେ ଉଠି ଠିଆ ହୋଇ ପତିତ ବସ୍ତୁ ଦେଖିବାକୁ ଓ ଜାଣିବାକୁ ବ୍ୟଗ୍ର ଓ ବ୍ୟସ୍ତ। କେତେକ ନିଜେ ନିଜେ ଦେଖିଲେ ଓ କେତେକ ଶୁଣିଲେ ଯେ ଗୋଟାଏ ଛୋଟ ଗୋଖରକୁ ଦରଗିଳା କରି ଗୋଟାଏ ରଣା ପଡ଼ିଛି। ପଳାଇବାକୁ ଗୋଖର ପ୍ରାଣପଣେ ଚେଷ୍ଟା କରୁଛି। ଗଛରୁ ପଡ଼ି ରଣା ବି ଛୋଟ ଛୋଟ ହେଉଛି। ଅଥଚ ଗୋଖରକୁ ଛାଡ଼ୁନାହିଁ କିମ୍ବା ଛାଡ଼ି ପାରୁନାହିଁ। ସେ ଯାହା ହଉ, ପାହାର କେତେକରେ ଦୁଇ ସାପଙ୍କର ଯନ୍ତ୍ରଣା ଶେଷ କରି ସେ ଦୁହିଁଙ୍କି ସେଠାରୁ ଉଠାଇ ନିଆଗଲା। ତହିଁ ଉତ୍ତାରୁ ବସ୍ ବସ୍ ବୋଲି ବେବର୍ତ୍ତଙ୍କ ପାଖ ଲୋକେ ଡାକ ଦେଲେ। ତହିଁକି ଅନେକ ଲୋକେ ଏକ ବାକ୍ୟରେ ବାରମ୍ବାର କହିବା ଶୁଣାଗଲା ଯେ ଅମଙ୍ଗଳ ଦେଖାଦେଲା। ଆଉ ଏ ସଭା ବସିବାର ନୁହେଁ, ଆଉ ଦିନେ ବସିପାରେ। ଏହା ଶୁଣି ବେବର୍ତ୍ତା ରାୟଗୁରୁ ବ୍ରହ୍ମା କି ତାଙ୍କ ତୁଲ୍ୟ ଅନ୍ତେ କେହି କିଛି କହିଲେ ନାହିଁ। ସୁତରାଂ ଠାକୁରଙ୍କୁ ଅଗଳି ହୋଇ ବା ନ ହୋଇ ଲୋକେ ଯେଝା ବାଟ ଧଇଲେ। ଏହିପରି ସଭା ସାଙ୍ଗ ହେଲା। ପଞ୍ଚମ ପରିଚ୍ଛେଦ। ଷଷ୍ଠ ପରିଚ୍ଛେଦ। ସପ୍ତମ ପରିଚ୍ଛେଦ।
तो आज आलोचना ये समाप्त करवा परवर्ती वीडियो अन्य परिच्छेद आलोचना करवा।